ଦେଖ ଆମେ ସେକେଣ୍ଡ ଚାପ୍ଟର ଆଜି ଦେଖିବା। ସେକେଣ୍ଡ ଚାପ୍ଟର ଆଲଜେବ୍ରାର 9th କ୍ଲାସର ସେକେଣ୍ଡ ଚାପ୍ଟର ଦେଖିବା। ସେକେଣ୍ଡ ଚାପ୍ଟର କ'ଣ ଅଛି? ବାସ୍ତବ ସଂଖ୍ୟା, ରିଏଲ ନମ୍ବର। ବାସ୍ତବ ସଂଖ୍ୟା ଇଂଲିଶରେ ତାକୁ ରିଏଲ ନମ୍ବର କୁହାଯାଏ। ଆମେ থিଓରି ଫାଷ୍ଟ ପଢ଼ିବାନି, ଆମେ କ୍ୱେଶ୍ଚନ୍ କରିବା। କ୍ୱେଶ୍ଚନରେ ଯେଉଁଠି ଡାଉଟ୍ ହେଲେ ଥିଓରି ପାଖକୁ ଆସିବା, ଦେଲେ ଆମେ ଥିଓରିଟାକୁ ଭଲସେ ଅଣ୍ଡରଷ୍ଟାଣ୍ଡ ମାନେ ବୁଝିପାରିବା। ବୁଝିହେଲା? ଆମେ ଥିଓରି କରିଦେଲେ କନଫ୍ୟୁଜ୍ ହେଇଯିବା। ଫାଷ୍ଟ ଆମେ କ୍ୱେଶ୍ଚନ୍ ଦେଖିବା। କ୍ୱେଶ୍ଚନରେ ଯେଉଁଠି ପ୍ରୋବ୍ଲେମ୍ ହେବ ସେଇଠି ଥିଓରି ପାଖକୁ ଆସିବା। ସର୍ଟ କ୍ୱେଶ୍ଚନଟା ଲାଷ୍ଟରେ କରିବା, ଜାଣିଛ? ସର୍ଟ କ୍ୱେଶ୍ଚନଟା ଲାଷ୍ଟରେ ଆମେ କରିବା। ଫାଷ୍ଟ ଦେଖିବା ଏଇ 4 ନମ୍ବର ପାଖରୁ। 4 ନମ୍ବର କ୍ୱେଶ୍ଚନଟା, ପ୍ରତି ଯୁଗ୍ମ ସଂଖ୍ୟା ଯୌଗିକ ଅଟେ କି? କାରଣ ସହ ଉତ୍ତରଟି। ପ୍ରତି ଯୁଗ୍ମ ସଂଖ୍ୟା, ଦେଖ ଫାଷ୍ଟ କ୍ୱେଶ୍ଚନଟା ଫାଷ୍ଟ ବୁଝ। ପ୍ରତି ଯୁଗ୍ମ ସଂଖ୍ୟା, ଯୁଗ୍ମ ସଂଖ୍ୟା ମାନେ ଜାଣିଛ ତୁମେ କ'ଣ ଗୁଡ଼ା? 2 ଦ୍ୱାରା ଯେଉଁ ସଂଖ୍ୟା ଡିଭାଇଡ୍ ହେବ ସେ ହେଉଛି ଯୁଗ୍ମ। ତାହେଲେ 2 ଦ୍ୱାରା ଯେଉଁ ସଂଖ୍ୟା ଗୁଡ଼ିକ ଡିଭାଇଡ୍ ହେବ ସେ ହେଉଛି ଯୁଗ୍ମ ସଂଖ୍ୟା। ଆଉ 2 ଦ୍ୱାରା କେଉଁ ସଂଖ୍ୟା ଡିଭାଇଡ୍ ହେବ ଜାଣିବ କେମିତି? ନା ଯେଉଁ ସଂଖ୍ୟାର ଏକକ ଘରେ 0, 2, 4, 6, 8 0, 2, 4, 6, 8 ଥିବ ଯେଉଁ ସଂଖ୍ୟାର ଏକକ ଘରେ ସେଇ ସଂଖ୍ୟାଟି 2 ଦ୍ୱାରା ଡିଭାଇଡ୍ ହେବ। ଆଉ ଯେଉଁ ସଂଖ୍ୟା ଗୁଡ଼ିକ 2 ଦ୍ୱାରା ଡିଭାଇଡ୍ ହେବ ସେଇଗୁଡ଼ା ଯୁଗ୍ମ ସଂଖ୍ୟା। ବୁଝି ହେଉଛି କଥା? ଗଲା। ସେ କହୁଛି ପ୍ରତି ଯୁଗ୍ମ ସଂଖ୍ୟା ଯୌଗିକ ଅଟେ କି? ଫାଷ୍ଟ ଦେଖିବା ଯୌଗିକ ମାନେ କ'ଣ। ଯୌଗିକ ମାନେ କ'ଣ? ଯୌଗିକ ମାନେ କ'ଣ ନା ଦୁଇଟା ଜିନିଷ ଅଛି, ଗୋଟେ ଅଛି ଯୌଗିକ ଆଉ ଗୋଟେ ଅଛି ମୌଳିକ। ଯୌଗିକ ମାନେ ହେଉଛି ସେ ସଂଖ୍ୟାଟା କେବଳ ମାନେ ତାର ଗୁଣନୀୟକ ଗୁଡ଼ା ବହୁତ ଗୁଡ଼ା ଥିବ। ଆଉ ମୌଳିକ ମାନେ କ'ଣ ନା ସେ ସଂଖ୍ୟାର ଗୁଣନୀୟକ କେବଳ ସେ ନିଜେ ଆଉ 1, ନିଜେ ଆଉ 1। ବୁଝି ହେଉଛି? ତ ମୌଳିକ ମାନେ ହେଉଛି ଯେ ସଂଖ୍ୟାର ଗୁଣନୀୟକ କେବଳ 1 ଆଉ ମାନେ ଯେଉଁ ସଂଖ୍ୟାଟା 1 ଦ୍ୱାରା ଡିଭାଇଡ୍ ହେଉଥିବ ଆଉ ସେ ନିଜେ ତାହା ଦ୍ୱାରା ଡିଭାଇଡ୍ ହେଉଥିବ ସେଇଟା ହେଉଛି ମୌଳିକ ସଂଖ୍ୟା। ଆଉ ଯୌଗିକ ସଂଖ୍ୟା ମାନେ ହେଉଛି ଯେଉଁ ସଂଖ୍ୟାର ବହୁତ ଗୁଡ଼ିକ ଗୁଣନୀୟକ ଥିବ, ମାନେ ଯେଉଁ ସଂଖ୍ୟାଟି ବହୁତ ଗୁଡ଼ା ନମ୍ବର ଦ୍ୱାରା ଡିଭାଇଡ୍ ହେଇପାରୁଥିବ। ଦେଖ ମୁଁ ଗୋଟେ ସଂଖ୍ୟା ମନେକର ନେବି 5, ଏଇଟା ଯୌଗିକ ନା ମୌଳିକ ହେବ କହିଲ? ୟାର ଗୁଣନୀୟକ କ'ଣ? ଗୋଟେ ହେଉଛି 1 ଆଉ 5। ଏ ଦୁଇଟା ଛଡ଼ା 5 ଆଉ କାହା ଦ୍ୱାରା ଡିଭାଇଡ୍ ହେଇପାରିବ କି? ହେଇପାରିବନି। ମାନେ କାଟି ପାରିବ କି 5 ଏଇ ଦୁଇଟା ଛଡ଼ା ଆଉ କାହା ଦ୍ୱାରା? ହେଇପାରିବନି। ତାହେଲେ 5ଟା ହେଉଛି କ'ଣ? ଗୋଟେ ମୌଳିକ ସଂଖ୍ୟା। କ'ଣ? ମୌଳିକ ସଂଖ୍ୟା। ମନେକର ମୁଁ ନେବି 6, ଇଏ 1 ଦ୍ୱାରା କାଟିପାରିବ, 2 ଦ୍ୱାରା କାଟିପାରିବ, 3 ଦ୍ୱାରା କାଟିପାରିବ, 6 ନିଜେ ଦ୍ୱାରା କାଟିପାରିବ। ତାହେଲେ ଇଏ ଦେଖ ବହୁତ ଗୁଡ଼ା 1 ଆଉ ନିଜ ସହିତ ଇଏ ନୁହେଁ, ଇଏ 1 ବି ସହିତ ଆଉ ନିଜ ସହିତ ଆହୁରି ନମ୍ବର ଗୁଡ଼ା ଅଛି ଯାହା ଦ୍ୱାରା ଇଏ ଡିଭାଇଡ୍ ହେଇପାରୁଛି। ତାହେଲେ ଇଏ ହେଉଛି ଯୌଗିକ ସଂଖ୍ୟା। ଯୌଗିକ ସଂଖ୍ୟା। ବୁଝିହେଲା? ତାହେଲେ ସେ କହୁଛି ପ୍ରତି ଯୁଗ୍ମ ସଂଖ୍ୟା ଯୌଗିକ ଅଟେ କି? ମନେକର ମୁଁ ନେବି ଗୋଟେ ଯୁଗ୍ମ ସଂଖ୍ୟା 2, এটা যুগ্ম না অযুগ্ম? যুগ্ম দুইটা, কিন্তু ଇଏ ଯୌଗିକ ଅଟେନି, ଇଏ ମୌଳିକ ଅଟେ। କ'ଣ ପାଇଁ? ୟାର 1 ଗୋଟେ ଗୁଣନୀୟକ ଆଉ 2 ଗୋଟେ ଗୁଣନୀୟକ। ଦେଖ 2ଟା ଗୁଣନୀୟକ, ତାହେଲେ ଇଏ ଗୋଟେ ମୌଳିକ ସଂଖ୍ୟା। ମୌଳିକ ସଂଖ୍ୟା। ତ ଇଏ କହିଥିଲା ପ୍ରତି ଯୁଗ୍ମ ସଂଖ୍ୟା ଯୌଗିକ ଅଟେ କି? ନା, 2ଟା ହେଉନି। ତାହେଲେ ଏଇଟା ଆନ୍ସର୍ ଭୁଲ ହେବ। ନା, କାରଣ 2 ଗୋଟେ ଏଠି ଲେଖିବ କାରଣ ସହ ଉତ୍ତର ଦିଅ। ତାହେଲେ ଲେଖିବ କ'ଣ ନା ପ୍ରତି ଯୁଗ୍ମ ସଂଖ୍ୟା ଯୌଗିକ ନୁହେଁ, କାରଣ 2 ଗୋଟେ ଯୁଗ୍ମ ସଂଖ୍ୟା ହେଲେ ମଧ୍ୟ ଏହା ମୌଳିକ ସଂଖ୍ୟା। ଏହା ମୌଳିକ ସଂଖ୍ୟା। ବୁଝିହେଲା କଥା? ଏଇ ଗୋଟେ କ୍ୱେଶ୍ଚନରୁ କେତେଟା ଡାଟା ବାହାରିଲା ବୁଝିପାରିଲ?
ଏମିତିକା କ୍ୱେଶ୍ଚନକୁ ଯଦି ବୁଝି ବୁଝି କରିବ ତୁମକୁ ଇଜି ହେବ। ଫାଷ୍ଟ ବୁଝିଲେ ଆମେ ଯୁଗ୍ମ ସଂଖ୍ୟା କାହାକୁ କୁହାଯାଏ, 2 ଦ୍ୱାରା କେଉଁ ସଂଖ୍ୟା ଡିଭାଇଡ୍ ହେବ ଜାଣିଲେ, ସେକେଣ୍ଡରେ ଜାଣିଲେ ମୌଳିକ ସଂଖ୍ୟା କାହାକୁ କୁହାଯାଏ, ଥାର୍ଡ଼ରେ ଜାଣିଲେ ଯୌଗିକ ସଂଖ୍ୟା କାହାକୁ କୁହାଯାଏ। ବୁଝିପାରିଲ? ଗୋଟେ କ୍ୱେଶ୍ଚନରୁ କେତେ ଗୁଡ଼ା ଡାଟା ବାହାରୁଛି ଦେଖ। ତ ଏଗୁଡ଼ା ସବୁ ତୁମେ ଜାଣିଥିଲେ ଏଇ କ୍ୱେଶ୍ଚନଟା କରିପାରିବ। ବୁଝିହେଲା କଥା? ୟାକୁ ସବୁ ଲେଖିବ ଖାତାରେ। ତୁମେ ଯୋଉଗୁଡ଼ା ଜାଣିନ ସବୁ ଖାତାରେ ଲେଖିବ। ଏବେ ଯିବା ସେକେଣ୍ଡ କ୍ୱେଶ୍ଚନକୁ। ଦେଖ ସେକେଣ୍ଡ କ୍ୱେଶ୍ଚନ 5 ନମ୍ବର କ୍ୱେଶ୍ଚନ କହୁଛି କେଉଁ ବୀଜଗଣିତ ଧର୍ମ ଗୁଡ଼ିକ, ଏ ଯେଉଁ ବୀଜଗାଣିତିକ ଧର୍ମ ଗୁଡ଼ିକ ଏଗୁଡ଼ା ଆମେ ଥିଓରିରେ ପଢ଼ିନୁ, ତ ଏଇ କ୍ୱେଶ୍ଚନ ଗୁଡ଼ା ଏବେ ବର୍ତ୍ତମାନ କରିବାନି, ସେକେଣ୍ଡ କ୍ଲାସରେ ଆମେ କରିବା। ଆମେ ଥିଓରିରେ କ୍ୱେଶ୍ଚନ ଥିଓରିଟା ଭଲସେ ବୁଝିଲେ ଏଇଟା କରିପାରିବା। ବୀଜଗାଣିତିକ ଧର୍ମ ଗୁଡ଼ିକ ସେଥିରେ ବୁଝିଲା ପରେ ଏଠି କରିବା ଆସି। 6 ନମ୍ବର ବି ସେଇ ସେମ୍ ଦେଇଛି ବୀଜଗାଣିତିକ ଧର୍ମ ଗୁଡ଼ିକ। 6 ନମ୍ବର ବି ସେଇ ସେମ୍ କ୍ୱେଶ୍ଚନ ବୀଜଗାଣିତିକ ଧର୍ମ ଉପରେ, ତାହେଲେ ସେଟା ବି ଛାଡ଼ ହେବେ। 7 ନମ୍ବର କ୍ୱେଶ୍ଚନ ଦେଖ, 7 ନମ୍ବର କ୍ୱେଶ୍ଚନଟା ଦେଖ, x ଓ y ଅଯୁଗ୍ମ ହେଲେ ପ୍ରମାଣ କର ଯେ x y ଅଯୁଗ୍ମ ମାତ୍ର x ପ୍ଲସ୍ y ଯୁଗ୍ମ। ସେ କ'ଣ କହିଲା, ଯଦି x ଓ y ଅଯୁଗ୍ମ ହେଲେ ପ୍ରମାଣ କର ଯେ x y ଅଯୁଗ୍ମ ଆଉ x ପ୍ଲସ୍ y ଯୁଗ୍ମ। ପ୍ରମାଣ କରିବା ପାଇଁ ସେ କହୁଛି। କ'ଣ କରିବା ଦେଖ, x ଟା ସିଏ କହିଛି ଅଯୁଗ୍ମ, x ଓ y ଅଯୁଗ୍ମ। ତାହେଲେ ମନେକର x ଟା ନବା, ମନେକର x ସମାନ ହେଉଛି କ'ଣ 2n ପ୍ଲସ୍ 1, 2n ପ୍ଲସ୍ 1। ଦେଖ 2n ମାନେ କ'ଣ, 2n ମାନେ ଯୁଗ୍ମ। ଗୋଟେ ସଂଖ୍ୟାର ମୁଁ ମନେକର 2 ଗୁଣି ଦେବି, ତାହେଲେ ସେ ସଂଖ୍ୟାଟା ନିହାତି ଯୁଗ୍ମ ହେଇଯିବ। ଆଉ ଯଦି 1 ମିଶାଇ ଦେଲି ତାହେଲେ ଅଯୁଗ୍ମ। ସେ କହିଥିଲା ଅଯୁଗ୍ମ, ତାହେଲେ x ମୁଁ ନେଲି 2n ପ୍ଲସ୍ 1, y ସମାନ ନେବି ମନେକର 2n ପ୍ଲସ୍ 3। ହବ ନା ହବନି? ଗୋଟେ ସଂଖ୍ୟାର ଯେକୌଣସି ସଂଖ୍ୟାର ମୁଁ 2 ଗୁଣି ଦେଲେ ସେଟା ଯୁଗ୍ମ ହେଇଯିବ, ଆଉ ଯଦି 3 ମିଶାଇ ଦେବି ସେଟା ଅଯୁଗ୍ମ ହେଇଯିବ। ହବ ନା ନାହିଁ? ହବ। ତାହେଲେ ମନେକର x ସମାନ 2n ପ୍ଲସ୍ 1, y ସମାନ 2n ପ୍ଲସ୍ 3। ଏବେ ସେ କହିଥିଲା ପ୍ରମାଣ କର ଯେ xy ଅଯୁଗ୍ମ, xy ଅଯୁଗ୍ମ। ତୁମେ xy ଏଠି ପ୍ରମାଣ କରିବ, x ଆଉ y ଗୁଣିକି ଅଛି, ଏଠି ଗୁଣିବ 2n ପ୍ଲସ୍ 1 ଇଣ୍ଟୁ 2n ପ୍ଲସ୍ 3। ବୁଝିଗଲେ? ଦୁଇଟାକୁ ଗୁଣିବ, ଗୁଣି ଆସିବ ନା ନାହିଁ? ଫାଷ୍ଟ କ'ଣ କରିବ, ଫାଷ୍ଟ ଏ 2n ସହିତ 2n କୁ ଗୁଣିବ, କେତେ ହେବ 2 2 4, n କୁ n ଗୁଣେ n ସ୍କୋୟାର, ତାହେଲେ 4n ସ୍କୋୟାର ପ୍ଲସ୍ 2n କୁ 3 ରେ ଗୁଣିଲେ 6n ପ୍ଲସ୍ 2n କୁ, ଏବେ ଦେଖ 1 କୁ 2n ରେ ଗୁଣିଲେ 2n ପ୍ଲସ୍ 1 କୁ 3 ରେ ଗୁଣିଲେ 3। ଏବେ ଦେଖ 4n ସ୍କୋୟାର ପ୍ଲସ୍ 4n ସ୍କୋୟାର ପ୍ଲସ୍ 6n 2n କେତେ ହେବ ମିଶାଇ ଦେଲେ 8n, 6n ପ୍ଲସ୍ 2n ମିଶାଇଲେ କେତେ ହେବ 8n, ପ୍ଲସ୍ 3 କୁ 3 ରହିବ, ଏଇଠି 3 ଥିଲା 3 ରହିଲା, ସମାନ। ଏବେ ଦେଖ ଆମେ ଏଇ ସବୁରୁ 2 କମନ୍ ନେଇପାରିବା ନା, କାରଣ ଏଇ 3 ରୁ 2 କମନ୍ ନେଇପାରିବା ନାହିଁ, କିନ୍ତୁ ଏଇଟାରୁ ନେଇପାରିବା। ତ ଫାଷ୍ଟ ଆମେ ୟାକୁ କ'ଣ କରିବା, ମୁଁ ଏଇ ଯେଉଁ 4n ସ୍କୋୟାର ଥିଲା ତାକୁ ରଖ, ପ୍ଲସ୍ 8n ଥିଲା 8n ରଖ, ପ୍ଲସ୍ ଏ ଯେଉଁ 3 ଲେଖା ହେଇଛି ୟାକୁ 2 ପ୍ଲସ୍ 1 କରିହେବ ନା ନାହିଁ? ହବ। 3 କୁ ଭାଙ୍ଗିଦେଲି, 2 ଯୁକ୍ତ 1 କଲି। ଆରେ 3 ଏଠି ଲେଖା ହେଇଥିଲା, ଏଠି ମୁଁ 2 ଯୁକ୍ତ 1 କଲି, ହବ ନା ନାହିଁ? 2 ର 1 ଯୁକ୍ତ କଲେ ସେ 3, କିଛି ଅସୁବିଧା ନାହିଁ। ଏବେ ଦେଖ ଏଇ ଯେଉଁ 3ଟାରୁ ମୁଁ କମନ୍ ନେବି କ'ଣ ନା 2, 2 କମନ୍ ନେଲେ ଏଇଟା ହେବ କେତେ 2n ସ୍କୋୟାର ପ୍ଲସ୍ 4n ପ୍ଲସ୍ 1
টু রু এই টুটা কমন যাইছি তাহলে 1 হব প্লস এই 1টাରୁ କିଛି 2 କମନ୍ ଯାଇନି ତାହେଲେ 1 କୁ 1 ଦେଖ କୌଣସି ସଂଖ୍ୟାରେ 2 ଯଦି ଗୁଣିକି ଅଛି ତାହେଲେ ସେ ଯୁଗ୍ମ ସଂଖ୍ୟା ତମେ ଜାଣିଛ ନା ନାହିଁ ଯୁଗ୍ମ ସଂଖ୍ୟା তাহলে দেখো 2 এটি গুণিকি ଅଛି তাহলে এটা ফুলটা হচ্ছে এটা যুগ্ম কিন্তু এটি প্লস 1 ହେଇକି ଅଛି তাহলে এটা কোন হবে কোন সংখ্যা হবে এটা হচ্ছে অযুগ্ম সংখ্যা কৌଣସି ସଂଖ୍ୟାରେ 2 ଗୁଣିକି ରହିଲେ ଆମେ ଜାଣୁ সেটা যুগ্ম সংখ্যা কিন্তু লাস্টରେ ଦେଖ ଗୋଟେ 1 ମିଶିକି ଅଛି ଆଉ ଯଦି ମୁଁ 2 ଗୁଣିକି ଲାଷ୍ଟରେ ଗୋଟେ 1 ମିଶେଇ ଦେବି ସେଟା ଅଯୁଗ୍ମ ସଂଖ୍ୟା ହେଇଯିବ ତାହେଲେ x y ଅଯୁଗ୍ମ ବି ପ୍ରୁଭ ହେଲା କି এটা কোন অযুগ্ম অযুগ্ম সংখ্যা ଏବେ x plus y ଯୁଗ୍ମ ବି ପ୍ରମାଣ କରିବା x plus y ଯୁଗ୍ମ ବି ପ୍ରମାଣ କରିବା এটা ফার্স্ট লিখিলিও দেখো ଏବେ ଦେଖ x plus y କେମିତି ଯୁଗ୍ମ ବି ଆମେ ପ୍ରମାଣ କରିବା ଫାର୍ଷ୍ଟ ଆମେ ଯୋଉଟା ନେଇଛୁ ସେଇଟା ମନେ ରଖିଥିବ ଏଇ ଯୋଉ x y ମୁଁ କେମିତି ନେଇଛି ସେଇଟା ମନେ ରଖିଥିବ ସବୁବେଳେ ଏକ୍ସାମ୍ପଲ ଏଇ ସଂଖ୍ୟାଟାକୁ ହିଁ ଧରିବ ବୁଝିଲା ଯଦି ଅଯୁଗ୍ମ କହିଲା ତାହେଲେ 2n plus 1 ନବ ଗୋଟେ ଆଉ 2n plus 3 ଗୋଟେ ନବ ଆଉ 2n plus 5 ବି ହେଇପାରିବ 2n plus 7 ବି ହେଇପାରିବ ବୁଝିଲା ହଁ ଏବେ x plus y ଯୁଗ୍ମ ବୋଲି ଆମେ ପ୍ରମାଣ କରିବା x plus y ଟା ଯୁଗ୍ମ ବୋଲି ଆମେ ପ୍ରମାଣ କରିବା এটা ଆମେ ପ୍ରମାଣ କରିଦେଇଛୁ ଅଲରେଡି ଅଯୁଗ୍ମ ଏଇଟା ଏବେ ଦେଖିବ x plus y ସମାନ करते हो ना 2n x ना नीचे 2n plus 1 plus 2n plus 3 हाँ ना नहीं हबो हबो ଏବେ ମିଶେଇବା ତାହେଲେ 2n को 2n लेख 1 को 1 प्लस चिन्ह थिला प्लस चिन्ह 2n को 2n लिखिवा प्लस 3 बंधनी खाली उठिगला एबे 2n ये 2n केते हो 4n ये 1 ये 3 केते हो 4 एबे देखो 2 कॉमन नहीं हो 2 कॉमन ले 2n प्लस 2 कौन सी संख्या 2n प्लस 2 ए जो 2 कॉमन ले रु कोन हो 2n प्लस 2 कौन सी संख्या रे यदि 2 गुणिकी अछि ना ताले से संख्याटी होची जुग्म कहितली से संख्याटी होची जुग्म आंसर बुझेला बोलছে বুঝিকি করিব যদি ন বুঝি হেলা আউ থরে দেখিও ব্যাক করিকি কিন্তু ন বুঝিকি জমারু করিবনি ବୁଝିହେଲା ନ ବୁଝିକି ଜମାରୁ କରିବନି 7 ନମ୍ବର ଗଲା ଏବେ 8 ନମ୍ବର କ୍ୱେଶ୍ଚନଟା କ'ଣ କହିଛି 8 ନମ୍ବର କ୍ୱେଶ୍ଚନ କହିଛି ଅଯୁଗ୍ମ ସଂଖ୍ୟା ଏ ଜଗଜନିତ ସମୃଦ୍ଧି ନିୟମ ଏଇ ଯୋଉ ନିୟମ ଗୁଡ଼ା ଏଇ ନିୟମ ଗୁଡ଼ା ଥିଓରିର ଅଛି ନିୟମ ଗୁଡ଼ା ଆମେ ପଢ଼ି ସାରିଲା ପରେ ଏଇ କ୍ୱେଶ୍ଚନ ଗୁଡ଼ା କରିବା ଏ ଦୁଇ ତିନିଟା କ୍ୱେଶ୍ଚନ ଅଛି ତାକୁ ଏବେ କରିବାନି ଲାଷ୍ଟରେ କରିବା ବୁଝିହେଲା ଗୋଟେ ଗଲା 8 ନମ୍ବରଟା ଆଉ ଗୋଟେ ଆସିଲା ଆମର 6 ନମ୍ବରଟା এটা ଲାଷ୍ଟରେ ହେବ এটা ଆସିଲା 5 ନମ୍ବରଟା এই ତିନିଟା କ୍ୱେଶ୍ଚନ ଲାଷ୍ଟରେ ଆମେ କରିବା ଏବେ କରିବାନି ସେ ଧର୍ମ ଗୁଡ଼ିକ ଏବେ ଦେଖିଲେ ଆମେ କନଫ୍ୟୁଜ ହେଇଯିବା ଏବେ ଦେଖ 9 ନମ୍ବର କ୍ୱେଶ୍ଚନଟା 9 ନମ୍ବର କ୍ୱେଶ୍ଚନ କହିଛି କ'ଣ 15 ଅପେକ୍ଷା ବୃହତ୍ତର ଓ 100 ଠାରୁ କ୍ଷୁଦ୍ରତର ଯେଉଁ ପୂର୍ଣ୍ଣ ସଂଖ୍ୟା ଗୁଡ଼ିକ ସାଧାରଣ ରୂପ 3n² + 2 ସେଗୁଡ଼ିକୁ ଲେଖ ସେ କ'ଣ କହିଲା କ୍ୱେଶ୍ଚନଟା ବୁଝି ହେଉଛି ନା ନାହିଁ 15 ଠାରୁ ବୃହତ୍ତର ଦେଖ ଆମ ଇଏ ମାନେଟା ଫାଷ୍ଟ ବୁଝିଥିବା ଦରକାର 15 ଠାରୁ ବଡ଼ ଆଚ୍ଛା 100 ଠାରୁ କ୍ଷୁଦ୍ରତର ତାହେଲେ 15 ଠାରୁ ବଡ଼ 100 ଠାରୁ କିନ୍ତୁ ସାନ ହେବ ଏଇ ଯେଉଁ ସଂଖ୍ୟା ଗୁଡ଼ା ରହୁଛି ସେ କେଉଁ ସଂଖ୍ୟାଟା ଏଇ ଫର୍ମରେ ଅଛି ଆମକୁ କହିବା ପାଇଁ ହେବ ଆମେ ଜାଣିବା କେମିତି କିଛି ନାହିଁ ଫାଷ୍ଟ କ'ଣ କରିବା ଦେଖ ଫାଷ୍ଟ ମନେ କର ମୁଁ n ଜାଗାରେ 1 ନେବି n ଜାଗାରେ 1 ନେବି ତାହେଲେ ଯଦି ମୁଁ n ଜାଗାରେ 1 ନେବି ଦେଖ କ'ଣ କରିବି
ফার্স্ট মনে করো n সমান 1, তাহলে এটা 3n² + 2 কেমতি হব 3n² 3 ইন্টু n স্কোয়ার জায়গার কেতে হব 1² + 2, এটা কেতে হব এটা হব 3 1 র স্কোয়ার করলে 1, তাহলে 3 রে 1 গুণলে কেতে সেই 3 + 2 সমান হব 5। দেখো এই 5টা 15 ଆଉ এই 15 ଠାରୁ ବଡ଼ 100 ଠାରୁ ସାନ ଭିତରେ ଆସୁଛି କି ଆସୁନି, ତାହେଲେ ଇଏ ନବନି, ୟାକୁ ନବନି, ଇଏ ନୁହଁ। ପୁଣି ନେବି n ସମାନ 2, ତାହେଲେ 3n² + 2 କରିବି, ତାହେଲେ 3 ଇଣ୍ଟୁ n² କେତେ 2 ର ସ୍କୋୟାର + 2। ବୁଝିପାରୁଛ ନା ନାଇଁ? ଖାଲି ଯାହା କହିଛି ସେ ମତେ ଯାହା ଦେଇଛି ମୁଁ ସେଇ ଅନୁସାରେ ନଉଛି। n ଜାଗାରେ 2 ନେଲି, ଦେଖ 2 ର ସ୍କୋୟାର କେତେ 4, ତାହେଲେ 3 ଇଣ୍ଟୁ 4 + 2, ତାହେଲେ 3 କେତେ 12 13 14, এটা आंसर ହେଉଛି 14। 14 ହବ କି 15 ଠାରୁ ବଡ଼ ସେ କହିଛି, ହବନି, ଇଏ ବି ହବନି। ଏବେ କ'ଣ କରିବି n ସମାନ 3 ନେବି, n ସମାନ 3, ତାହେଲେ 3 ଇଣ୍ଟୁ 3 ର ସ୍କୋୟାର ପ୍ଲସ୍ 3 ଇଣ୍ଟୁ 3 ର ସ୍କୋୟାର ପ୍ଲସ୍ 2, ତାହେଲେ 3 ଗୁଣନ 3 ର ସ୍କୋୟାର କେତେ ହେବ 9, 3 3 9 ପ୍ଲସ୍ 2, ତାହେଲେ 3 9 କେତେ 27 ପ୍ଲସ୍ 2 28 29, ତାହେଲେ ଇଏ ହବ ନା ହବନି, ଇଏ ହବ। ଆମେ ପାଇଲୁ ଗୋଟେ ସଂଖ୍ୟା ପାଇଲୁ 29, ଗୋଟେ ସଂଖ୍ୟା ପାଇଲୁ 29, ଯେ କି ଏ ମଝିରେ ରହୁଛି, ଏଇ ଫର୍ମରେ ଅଛି। ବୁଝିହେଲା? ସେ କହୁଛି କେତେଟା ସଂଖ୍ୟା ହବ 29 ଗୋଟେ ହେଇପାରିଲା। ଏବେ n ସମାନ କେତେ ନେବି 4, n ସମାନ 4, ତାହେଲେ 3n² ମାନେ 4 ର ସ୍କୋୟାର ପ୍ଲସ୍ 2, ତାହେଲେ କେତେ ହବ 3 ଗୁଣନ 4 × 16 ପ୍ଲସ୍ 2, ତାହେଲେ 16 କେତେ 16 48 ପ୍ଲସ୍, ତାହେଲେ କେତେ ହବ 50। ଆଉ ଗୋଟେ ସଂଖ୍ୟା 50 ହେଇପାରିବ ନା ନାଇଁ? ହେଇପାରିବ ନା ନାଇଁ? ହେଇପାରିବ। ତାହେଲେ ଆଉ ଗୋଟେ ସଂଖ୍ୟା ଆସିଲା 50। ଏବେ ନେବି n ସମାନ 5, ଏମିତିଆ କରିବ n ସମାନ 5, ତାହେଲେ 3n², ତାହେଲେ 3 ଇଣ୍ଟୁ n ର ସ୍କୋୟାର କେତେ 5 ର ସ୍କୋୟାର ପ୍ଲସ୍ 2 ସମାନ 3 ଗୁଣନ 5 ର ସ୍କୋୟାର 25 ପ୍ଲସ୍ 2, ଦେଖ 25 3 75 ପ୍ଲସ୍ 2, ତାହେଲେ 77 ବି ୟା ମଝିରେ ଆସୁଛି, ତାହେଲେ 77 ବି ହେଇପାରିବ, 77 ବି ହେଇପାରିବ। ଏବେ ନବା n ସମାନ 6, n ସମାନ 6, ତାହେଲେ 3n² ମାନେ 6 ର ସ୍କୋୟାର ପ୍ଲସ୍ 2, ଏବେ ଦେଖ 3 ଗୁଣନ 6 ର ସ୍କୋୟାର କେତେ 36 ପ୍ଲସ୍ 2 କେତେ ହବ ଏଟା 36 ରେ 3 ଗୁଣିବି କେତେ ହବ କହିଲ 3 6 18 8 ହାତେ 1 3 3 9 1 10 ପ୍ଲସ୍ 2 କେତେ ହବ ଏଟା 110। ଦେଖ ଇଏ ହବନି, କ'ଣ ପାଇଁ? ସେ କହୁଛି 100 ଭିତରେ ନା, 15 ରୁ ଅଧିକା 100 ରୁ କମ୍, ତାହେଲେ ଇଏ ହବନି। ତାହେଲେ କେତେଟା ସଂଖ୍ୟା ଆମେ ପାଇଲୁ 3ଟି ସଂଖ୍ୟା ପାଇଲୁ, ଯେଉଁଗୁଡ଼ା କି 3n² + 2 ର ଫର୍ମରେ ଅଛି, ହଁ ନା ନାଇଁ? ବୁଝିହେଲା? ଏମିତି ସଲ୍ଭ କରିବେ କ୍ୱେଶ୍ଚନଟା। 9 ନମ୍ବର ଗଲା। ଏବେ ଦେଖିବା 10 ନମ୍ବର କ୍ୱେଶ୍ଚନଟା। 9 ନମ୍ବର ଗଲା। ଏବେ ଦେଖିବା 10 ନମ୍ବର କ୍ୱେଶ୍ଚନ। ଯିଏ ବୁଝିପାରୁନ ଫାଷ୍ଟ ନିଜେ ଦେଖିବ, ସଲ୍ଭ କରିବ, ଟ୍ରାଏ କରିବ ଥରେ ଦିଥର। ଯଦି ନ ବୁଝିବ ମୁଁ ଯେଉଁ ଅନଲାଇନରେ କ୍ଲାସ୍ କରିବି ସେତେବେଳେ ସେଇ ଡାଉଟଟା ପଚାରିବ ଯେ ସାର୍ ଏଇ ଜାଗାରେ ଆମେ ବୁଝିପାରିଲୁନି। ବୁଝିହେଲା? ଏବେ ଦେଖିବା 10 ନମ୍ବର କ୍ୱେଶ୍ଚନଟା। 10 ନମ୍ବର କ୍ୱେଶ୍ଚନ କ'ଣ ହୋଇଛି 0.123
1 2 3 1 2 3 সংখ্যাটি পরিমেয় সংখ্যা ହେବ কি কাରଣ সହ ଉତ୍ତର ଦିଅ। এই সংখ্যাটি পরিমেয় সংখ্যা হব কি? ଛୁଆମାନେ পরিমেয় সংখ্যা মানে জাଣିଛ কিସ? পরিমেয় সংখ্যা মানে জানিছ? পরিমেয় সংখ্যা মানে কি জানিছ কুহ? পরিমেয় সংখ্যা মানে পি বাই কিউ ফর্মরে থিব। পি বাই কিউ ফর্মরে থিব। পি বাই কিউ ফর্মরে থিব মানে কোন? ମୁଁ ଦେଖିପାରିବି 5/2 এটা ଗୋଟେ ପରିମେୟ ସଂଖ୍ୟା ହେବ। ଯେଉଁଗୁଡ଼ା ଭଗ୍ନ ସଂଖ୍ୟାରେ ହେଇକି ଥିବ ସେଗୁଡ଼ା ହେଉଛି ପରିମେୟ ସଂଖ୍ୟା। ଯେଉଁଗୁଡ଼ାକ ଭଗ୍ନ ସଂଖ୍ୟାରେ ହେଇକି ଥିବ ସେଇଗୁଡ଼ା ହେଉଛି ପରିମେୟ ସଂଖ୍ୟା। ବୁଝିହେଲା? 7/3 ଏଇଟା ପରିମେୟ ସଂଖ୍ୟା। ଯେଉଁଗୁଡ଼ା ଭଗ୍ନାଂଶ ସଂଖ୍ୟାରେ ଥିବ ସେଗୁଡ଼ା ହେଉଛି ପରିମେୟ ସଂଖ୍ୟା କୁହାହୁଏ ତାକୁ। ଗଲା ସେ ହେଉଛି ଏଇ ସଂଖ୍ୟାଟାକୁ ଦଶମିକ ସଂଖ୍ୟା ଏଟା ପରିମେୟ ସଂଖ୍ୟା ହେବ କି? କାରଣ ସହ ଉତ୍ତର ଦିଅ। କାରଣ ସହ ଉତ୍ତର ଦେଇତେ ସେ କହୁଛି। ପରିମେୟ ସଂଖ୍ୟା ମାନେ যেগুଡ଼ା ଭଗ୍ନ ସଂଖ୍ୟାରେ ହେଇକି ଥିବ। ଦେଖ ମୁଁ ୟାକୁ ଯଦି ଭଗ୍ନ ସଂଖ୍ୟା କରତେ ଚାହିଁବି କ'ଣ କରିବି କହିଲ? ଫାଷ୍ଟ କଥା ହେଉଛି ଦେଖ 0.123 123 123 ତାହେଲେ ଏପଟକୁ ବି କ'ଣ 123 123 123 ଏମିତି ହେଇକି ଥିବ। ତାହେଲେ ସେଇ 123 ରିପିଟ୍ ହେଉଛି ନା ନାହିଁ ପିଲା? ରିପିଟ୍ ହେଉଛି। ତାହେଲେ ମୁଁ ଲେଖିବି x ସମାନ 0.123 ଉପରେ ପାର ଦେଇଦେବି। ଏ ମାନେ କ'ଣ କହିଲ? ୟା ଉପରେ ପାର ଦେବା ମାନେ ହେଉଛି ଯେ 123 123 123 ରିପିଟ୍ ହେଇ ଚାଲିଛି। ବୁଝିହେଲା? ତା ଉପରେ ମାନେ ଦେବା ସେୟା। ତାହେଲେ 0. ବାଦ ଦେଇଛି ମାନେ ତାର ଅର୍ଥ ସେ କ'ଣ କଲି 1 2 3 1 2 3 1 2 3 1 2 3 1 2 3 ଏମିତିଆ ଚାଲିବ। କିଛି ଶେଷ ନାହିଁ, କଣ୍ଟିନ୍ୟୁ ଚାଲିବ। ବୁଝିହେଲା କଥା? ଏବେ ଦେଖ ଏବେ କ'ଣ କରିବ? এই ଯେଉଁ ପଏଣ୍ଟ ଅଛି ନା 0.123 ଏଇ ପଏଣ୍ଟର ଏପଟକୁ ଆଣିବ। କାହାକୁ କହିଲ? ଯେଉଁଗୁଡ଼ା ରିପିଟ୍ ହେଇକି ଚାଲୁଛି ସେଇଠୁ ଗୋଟେକୁ ଏପଟକୁ ଆଣିବ। ଗୋଟେ ପୁରା ମାନେ କ'ଣ ଫୁଲଟାକୁ ଆଣିବି। ତାହେଲେ ଫୁଲଟାକୁ ମୁଁ ଏପଟକୁ ଆଣିତେ ହେଲେ ମୁଁ ଏଥିରେ କେତେ ଗୁଣିବି କହିଲ? ଏଥିରେ କେତେ ଗୁଣିବି? 1000x। ତାହେଲେ ସେଇଟା ହେବ 123.123 123 123 ହେଇକି ଯିବ। 1000x ଗୁଣିବି କେତେ? 1000x ଗୁଣିବି। ଦେଲେ ଏଇ ଯେଉଁ 1 2 3 এইটা ଗୋଟେ ଏପଟକୁ ଆସିଲା। এইଟା ଗୋଟେ ଶୂନର ଏପଟକୁ ମାନେ ଦଶମିକର ଏପଟକୁ ଆସିବ। କ'ଣ ପାଇଁ ନା 3ଟା ଶୂନ ଅଛି ମାନେ ଏ 3ଟା ଶୂନ ଏପଟକୁ ଆସିବ। କି ଜାଣିପାରୁନ କେମିତି ଆସିବ ଏପଟକୁ? ଜାଣିପାରୁନ କିଏ କୁହ? ଦେଖ ମୁଁ ଏକ୍ଜାମ୍ପଲ ନେଉଛି କେମିତି ଦେଖ। ମନେକର 5.4 ଥିଲା 5.42 ଥିଲା। ମୁଁ ଯଦି ଏଇଠି 10 ଗୁଣି ଦେବି ନା ପିଲା ଏଇ 4ଟା ଏପଟକୁ ଆସିଯିବ। କେମିତି ଦେଖ? ଯଦି ମୁଁ ମନେକର ଏଇଠି 10 ଗୁଣି ଦେବି ଏଇ ଗୋଟେ 4 ଏପଟକୁ ଆସିବ। ଯଦି 100 ଗୁଣିବି ଏ 4 2 ଦୁଇଟା ଯାକ ଦଶମିକ ଏପଟକୁ ପଳେଇ ଆସିବ। କିନ୍ତୁ ମୁଁ 10 ଖାଲି ଗୁଣିଛି ତାହେଲେ 4ଟା କେମିତି ଆସୁଛି ଦେଖ। 5.42 ମାନେ 542 ବାଇ 100 ହେବ ନା ହେବନି? ଦଶମିକ ପରେ ଦୁଇଟା ସଂଖ୍ୟା ଥିଲା, ଦଶମିକ ପରେ ଦୁଇଟା ସଂଖ୍ୟା। ଏଇଟା ବୁଝିବା ପାଇଁ ତୁମକୁ କହୁଛି କେମିତି। ମୁଁ ଯେତେବେଳେ 100x କଲି 1000x କଲି ଏ 3ଟା ଯାକ ସଂଖ୍ୟା ଏପଟକୁ କେମିତି ଆସିଛି ଦଶମିକର ଏପଟକୁ ସେଇଟା ମୁଁ ଏଇଠି ବୁଝଉଛି। ଦେଖ 5.42 × 10 ଯଦି ମୁଁ କରିବି ତାହେଲେ ଏଇ ଗୋଟେ 4ଟା ଏପଟକୁ କେମିତି ଆସୁଛି ଦେଖ। ଇଣ୍ଟୁ ଥିଲା କେତେ? 5.42 ବାଇ 100 କରିହେବ। ଦଶମିକ ଉଠିଲା ମାନେ ତଳେ ଯେତେଟା ଦଶମିକ ପରେ ଯେତେଟା ସଂଖ୍ୟା ଥିଲା ତଳେ ସେତେଟା ଶୂନ ବସେଇଲି ଏକ ପାଖରେ। ଗୁଣନ 100 ଥିଲା 100 10 ଥିଲା 10 କଲି। ଏବେ ଇଏ 0 କ୍ୟାନସେଲ। ଏବେ ଦେଖ ଗୋଟେ 0 ଅଛି ନା ଛୁଆ? ଗୋଟେ 0 ଅଛି ମାନେ ଏଇଠି ଗୋଟେ ସଂଖ୍ୟା ଛାଡ଼ିକି ଦଶମିକ ବସିବ। ଗୋଟେ 0 ତଳେ ଅଛି ମାନେ ଏଠି ଗୋଟେ ସଂଖ୍ୟା ଛାଡ଼ିକି ରାଇଟ୍ ସାଇଡ଼କୁ ଦଶମିକ ବସେଇଦେବ।
তাহলে এটা 5.54.2 ହେଲା ନା ନାଇଁ। ତାହେଲେ ଦେଖିଲ ତୁମେ ଏଇଠି ଯେତେବେଳେ 110 ଗୁଣୁଛି ଗୋଟେ ଜିରୋ ଗୁଣୁଛି ଗୋଟେ ସଂଖ୍ୟା ଏପଟକୁ ଆସୁଛି। ତାହେଲେ ଯଦି 100 ଗୁଣିଥାନ୍ତି ଦୁଇଟା ସଂଖ୍ୟା ଏପଟକୁ ଆସିଥାନ୍ତା ଦଶମିକର ଏପଟକୁ। ସେମିତି 1000 ଗୁଣିଲେ ତିନିଟା ସଂଖ୍ୟା ଆସିବ, ତିନିଟା ସଂଖ୍ୟା ନାହିଁ ବାକି ଆସିବ। ସେମିତି ଏଇଠି ହେଇଛି ସେୟା। ମୁଁ ଏଇଠି ଯେତେବେଳେ 1000 ଗୁଣିଦେଲି, ଯେତେବେଳେ 1000 ଗୁଣିଲି ତିନିଟା ସଂଖ୍ୟା ଛାଡ଼ିକି ଆସିଲା ଦଶମିକ। ବୁଝିହେଲା? ଏଇଟା ଭଲସେ ବୁଝିବ। ଏବେ ଦେଖ, ଏବେ ମୁଁ ଯଦି ମନେକର ଏଇ ଯେଉଁ 1000ରୁ ଏଇ ଏକ୍ସଟା ମାଇନସ୍ କରିବି, ତାହେଲେ ମୁଁ ଏଠି କରିବି 1000 x ମାଇନସ୍ x ସମାନ କେତେ ହେବ କହିଲ? ଏଇଟା 1000x ମାଇନସ୍ x କରିବି। ଦେଖ x ମାନେ ତୁମେ ଦେଖିଛ 0.123 ଏଇଠି ଦେଖ 123.123 ଅଛି। ତାହେଲେ ମୁଁ ଯଦି এই 1000x ରୁ ଖାଲି x ଟା ମାଇନସ୍ କରିଦେବି, ଖାଲି 1 2 3 ରହିଯିବ ନା ନାଇଁ। ଦେଖ 123 ଡଟ ଥିଲା, x ମାଇନସ୍ କରିଛି, ଖାଲି x ଟା କେତେ କହିଲ? 0.123 ଦେଖ এইটা যদি ମୁଁ ମାଇନସ୍ କରିବି, ଇଏ ଯାହା ଏପଟେ ସେ ସମାନ ଅଛି, ତାହେଲେ ଦଶମିକ ଇଏ 0 କିଛି ନାହିଁ ମାନେ 0। এই যে 123ରୁ 0 ଚାଲିଲା କେତେ ହେବ? 123। ଦେଖ ଦଶମିକଟା ଯଦି ପରେ 0 ଅଛି ମାନେ କିଛି ତାକୁ ନେବା ଦରକାର ନାହିଁ, ତାହେଲେ ଖାଲି ପାଇଲେ କେତେ? 123। 123 ପାଇଛି, 123। ଏବେ 1000xରୁ x ଚାଲିଗଲା, କେତେ ହେବ? 999x ସମାନ 123। 999x ସମାନ 123। ଏବେ ଖାଲି x ସମାନ କେତେ ହେବ? ଖାଲି x ସମାନ 123। 999 ଗୁଣିକି ଅଛି, ଭାଗିଯିବ ଆସିବ। ତାକୁ ଥରେ ତୁମେ ବୁଝିଗଲା ପରେ ତୁମେ ଆଉ କିଛି ପ୍ରୋବ୍ଲେମ ହବନି। ବାସ୍ ଥରେ ଖାଲି ବୁଝ ଭଲସେ ଯେ କେମିତି ହଉଛି। 123ର 999 ଭାଗ ଅଛି, ତାହେଲେ ୟାକୁ କାଟିଦେଲେ କେତେ ହେବ? ଦେଖ ୟାକୁ କାଟିଦେଲେ ଯଦି 3 ତ କାଟିବ 999କୁ, ତାହେଲେ 3 3 9 3 3 9 3 3 9 3 3 9 3 3 9 3 3 9 ୟାକୁ କାଟିଲେ 3 ତ କାଟିବ, ଇଏ 3 4 12 3 के 3, ତାହେଲେ 41/3 333 41/333 ହେଉଛି ଗୋଟେ କ'ଣ ପରିମେୟ ସଂଖ୍ୟା ଅଟେ। এটা ଗୋଟେ ପରିମେୟ ସଂଖ୍ୟା, ହଁ ନା ନାଇଁ? এটা ଗୋଟେ ପରିମେୟ ସଂଖ୍ୟା, ଭଗ୍ନାଂଶରେ ଆସିଲା ମାନେ ପରିମେୟ ସଂଖ୍ୟା। ତାହେଲେ କୁହ ଏଠି ସଂଖ୍ୟାଟି ପରିମେୟ ସଂଖ୍ୟା ହେବ କି? ହଁ, କାରଣ ସହ ଉତ୍ତର ଦିଅ। କାରଣ ତୁମେ ଏଇଠି ସଲ୍ଭ କରିକି ଦେଖେଇଦେଲ, ଆଉ କିଛି କାରଣ ଦେବା ଦରକାର ନାହିଁ, ଆନ୍ସର ପାଇଗଲ ପରିମେୟ ସଂଖ୍ୟା। ଏହା ଏକ ପରିମେୟ ସଂଖ୍ୟା ଅଟେ। ଏଠି ଲେଖିବ ଆନ୍ସର ମୁଁ, ଏହା ଏକ ପରିମେୟ ସଂଖ୍ୟା ଅଟେ ଲେଖିବ ଏଠି। ଭଲସେ ବୁଝିବ, ଏଇ କ୍ୱେଶ୍ଚନଟା ଭଲସେ ବୁଝିବ। ୟାକୁ ମୁଁ এই କ୍ୱେଶ୍ଚନଟା ମେନ୍, এই ଟପିକର ମେନ୍ ଇଏ ହେଉଛି ଏଇ କ୍ୱେଶ୍ଚନ ଗୁଡ଼ା ସଲ୍ଭ କରିବା। ପରିମେୟ ସଂଖ୍ୟା, ଦଶମିକରୁ ପରିମେୟ ସଂଖ୍ୟା, ପରିମେୟ ସଂଖ୍ୟାରୁ ଦଶମିକ, ଏଇ ଟପିକଟା ମେନ୍ ଜିନିଷ ଫୋକସ୍ ହେଉଛି ଏଇଟା। ଏଇଟା ମୁଁ ଗୋଟେ ଫାଷ୍ଟ ବୁଝେଇଲି, ଆହୁରି ବହୁତ ଗୁଡ଼ା କ୍ୱେଶ୍ଚନ ଆସିବ, ଆଉ ସବୁ ବୁଝେଇଲେ ତୁମେ ଅଳ୍ପ ଅଳ୍ପ ବୁଝିଯିବ ସବୁ। ଦେଖ 11 ନମ୍ବର କ୍ୱେଶ୍ଚନକୁ ମୁଁ ଯିବି। 11 ନମ୍ବର କ୍ୱେଶ୍ଚନଟା ଦେଖ କ'ଣ କହୁଛି। କେବଳ ଗୋଟେ କ୍ୱେଶ୍ଚନ, ଏ ବିଷୟର ମେନ୍ କ୍ୱେଶ୍ଚନ ହେଉଛି କେମିତି ପରିମେୟ ସଂଖ୍ୟାରୁ ଦଶମିକ ମାନେ ଭଗ୍ନାଂଶରୁ ଦଶମିକ କରିବ, ଆଉ ଦଶମିକରୁ ଭଗ୍ନାଂଶ କରିବ। এইটা ହେଉଛି କ୍ୱେଶ୍ଚନର ମେନ୍ ଟାର୍ଗେଟ এই ଚ୍ୟାପ୍ଟରର। ଏବେ ଦେଖ କେତେ ନମ୍ବର କ୍ୱେଶ୍ଚନ କରିବା? 11 ନମ୍ବର କ୍ୱେଶ୍ଚନ। 11 ନମ୍ବର କ୍ୱେଶ୍ଚନଟା ଦେଖ, 0.131 ସଂଖ୍ୟାକୁ p/q ପରିମେୟ ରୂପରେ ପ୍ରକାଶ କର। ତାହେଲେ ସେ ଦଶମିକ ସଂଖ୍ୟା ଦେଇଛି, ପରିମେୟ ସଂଖ୍ୟା କରତେ କହୁଛି। এটা ପୁରା ସାଧାଟା।
ପୁରା ସାଧା ନା ସାଧା ନୁହଁ। 0.131 ଦେଇଛି, ୟାକୁ ପରିମେୟ ସଂଖ୍ୟା କରତେ କହୁଛି। ଦେଖ ମୁଁ କହିଥିଲି ଯେ ଦଶମୀ ପରେ ଯେତେଟା ସଂଖ୍ୟା ଥିବ 1 ପରେ ସେତେଟା ସଂଖ୍ୟା ଆସେ। ଦଶମୀ ପରେ କେତେଟା ସଂଖ୍ୟା ଅଛି? 1 2 3। ତାହେଲେ 1 ପାଖରେ 1 2 3, ତିନିଟା ଶୂନ ନେଇଦବ, 1 3 1 ଯାହା ଥିଲା ନେଇଦବ, ସରିଗଲା, କାମ ଶେଷ। ଆଉ କ'ଣ? 131/1000 ବୁଝିଗଲା, ଆଉ କିଛି ନାହିଁ। 12 ନମ୍ବର କ୍ୱେଶ୍ଚନଟା, 12 ନମ୍ବର କ୍ୱେଶ୍ଚନଟା ଦେଖ। 12 ନମ୍ବର କ୍ୱେଶ୍ଚନଟା 12 ନମ୍ବର କ୍ୱେଶ୍ଚନଟା କ'ଣ କହିଛି? 1/3 ପରିମେୟ ସଂଖ୍ୟାଟିକୁ ଅସରନ୍ତି ପୌନଃପୁନିକ ଦଶମୀ ରୂପେ ଲେଖ। ଯେଉଁ ଅସରନ୍ତି ପୌନଃପୁନିକ ଦଶମୀ ରୂପ ମାନେ କ'ଣ କହିଲ ଛୁଆମାନେ? ବାର ମାନେ ମୁଁ ଲେଖିବି 3.2 ଉପରେ ବାର ମାନେ କ'ଣ? ୟାର ଅର୍ଥ 3.2 ଏମିତି 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 ଚାଲିବ, 2 ସରିବନି। ଏୟା ମାନେ ହେଉଛି ସେୟା, ଅସରନ୍ତି ପୌନଃପୁନିକ, ଅସରନ୍ତି ସରିବନି। ଏ ଯେଉଁ ବାର ଚିହ୍ନ ଥିବ ନା, এইটা ହେଉଛି ଅସରନ୍ତି ପୌନଃପୁନିକ ଦଶମୀ ରୂପ, ବୁଝିହେଲା? এইଟାକୁ କୁହାଯାଏ ଅସରନ୍ତି ପୌନଃପୁନିକ ସଂଖ୍ୟା। ଏବେ ଦେଖ ଏଇଟା ଇଏ ମାନେ ବୁଝିପାରିଲ? ଏବେ ଦେଖ 1/3 ପରିମେୟ ସଂଖ୍ୟାଟିକୁ ଏଇ ଅସରନ୍ତି ମାନେ ତା ଦଶମିକ ରୂପ, ଏଠି ଦେଇଛି ପରିମେୟ ସଂଖ୍ୟା, ୟାକୁ ଦଶମିକ ରୂପରେ ଆମେ ପରିମେୟ ସଂଖ୍ୟା ଦେଇଛି, ୟାକୁ ଦଶମିକ ରୂପରେ କେମିତି ଲାଗେ? ଆଉ ଦଶମୀ କ'ଣ ନା ସରିବନି, ଯେ ଦଶମିକ ଏଇଗୁଡ଼ା ଏଇ ବାର ବାଲା ଆସିବ, ବାର ଆସିବ। ଦେଖ କେମିତି କରିବା ୟାକୁ। 1/3 ଅଛି, 1/3 ଅଛି। ଯଦି ମନେକର 1/3 ମାନେ କ'ଣ କହିଲ, କିଏ କହିପାରିବ? 1/3 ମାନେ କ'ଣ? ନା 1କୁ 3ରେ ଆମେ ଭାଗ କରିବା, 3ରେ ଆମେ ଭାଗ କରୁଛେ। 1କୁ 3ରେ ଭାଗ କରିପାରିବ? କରିପାରିବନି, କାହିଁକିନା 1 3 ହେଇତେ 1ଟା କ'ଣ ସାନ ହେଇଯାଉଛି। ତାହେଲେ ଫାଷ୍ଟ ଆସିବ ଦଶମିକ, ଗୋଟେ ଦଶମିକ ଆସିଲା। ଦଶମିକ ଆସିଲେ ଏଠି ଗୋଟେ ଶୂନ ଆସିବ, ଶୂନ ଆସିଗଲେ ଏଠି ତାପରେ କେତେ ନେବ? 3 3 9। ଏବେ ପୁଣି 1 ଆସିବ ନା ନାହିଁ? ଥରେ ଦଶମୀ ନିଚ ମାନେ ଆଉ ଦଶମୀ ନେବା ଦରକାର ନାହିଁ, ତାହେଲେ ଆଉ ଗୋଟେ ଶୂନ ଆସିପାରିବ। ତାହେଲେ 3 3 ପୁଣି 9, ପୁଣି 1 ଆସିବ, ପୁଣି ଏଠି ଦଶମିକ ଥରେ ନେଇଛ ମାନେ ଆଉ କିଛି ନେବା ଦରକାର ନାହିଁ। ଦଶମିକ ଥରେ ନେଇଛ ମାନେ ଆଉ କିଛି ନେବା ଦରକାର ନାହିଁ, ପୁଣି ଗୋଟେ ଶୂନ ଆସିପାରିବ ଦଶମିକ ପାଇଁ। ଏବେ ଦେଖ 3 3 ପୁଣି 9, ପୁଣି 1 ଆସିବ, ପୁଣି ତାହେଲେ 3 3 3 3 3 ବଢ଼ି ବଢ଼ି ଯିବ ନା ନାହିଁ? ସରିବ କି? ତାହେଲେ ପରିମେୟ ସଂଖ୍ୟାର ଅସରନ୍ତି ପୌନଃପୁନିକର ପରିମେୟ ରୂପ କ'ଣ? ନା 0.3 ଉପରେ 12। এইটা ହେଉଛି ତମର ଆନ୍ସର। 0.3 ଉପରେ 12 ମାନେ 3 ଚାଲିବ କଣ୍ଟିନ୍ୟୁ, 3 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 ଚାଲିବ କଣ୍ଟିନ୍ୟୁ, ସରିବନି 3। ବୁଝିହେଉଛି? 12 ଦେଇଦେଲେ ମାନେ ସେ ସଂଖ୍ୟା ସରିବନି, ତାର ସମାପ୍ତି ନାହିଁ, ଚାଲିବ 3 3 3 3 3 3 ପୁରା ଚାଲିବ। ଏବେ ଦେଖ 13 ନମ୍ବର କ୍ୱେଶ୍ଚନଟା, 13 ନମ୍ବର କ୍ୱେଶ୍ଚନଟା ଦେଖ ସମସ୍ତେ। 13 ନମ୍ବର କ୍ୱେଶ୍ଚନଟା ଦେଖ ସମସ୍ତେ। 13 ନମ୍ବର 1/3 ପରିମେୟ ସଂଖ୍ୟାଟିକୁ ଲଘିଷ୍ଠାକୃତି ନ ହୋଇଥିବା 100/Q1 ଏହି ରୂପରେ ପ୍ରକାଶ କର। 13 ନମ୍ବର କ୍ୱେଶ୍ଚନଟା ଦେଖ, ଭଲ କ୍ୱେଶ୍ଚନ ଦେଇଛି। କ'ଣ ଭଲ କ'ଣ? ଥରେ ବୁଝିଗଲେ ସାଧା କ୍ୱେଶ୍ଚନଟା। ସେ କହିଛି ଯେ 1/3 ପରିମେୟ ସଂଖ୍ୟାଟିକୁ ଲଘିଷ୍ଠାକୃତ ନ ହୋଇଥିବା 100/Q1 P2 -2 এই ରୂପରେ ପ୍ରକାଶ କରିବା ପାଇଁ କହିଛି। ତାହେଲେ କ'ଣ କରିବା? କ'ଣ କରିବା କୁହ? ଫାଷ୍ଟ କ'ଣ କରିବ ତୁମେ? 1/3କୁ ଫାଷ୍ଟ ସମାନ ଏଇଟା ନେବ, ସେକେଣ୍ଡ 1/3 ସମାନ ଏଇଟା ନେବ, ଦେଲେ ବାହାରିବ। ଦେଖ କେମିତି ସଲ୍ଭ ହେବ ସିଏ। ଫାଷ୍ଟ କ'ଣ କରିବ? এই ରୂପରେ ପ୍ରକାଶ କରିବା ପାଇଁ କହିଛି, ତାହେଲେ 1/3 ସମାନ 100/Q1 କରିହେବ ନା ନାହିଁ? ସେ କହିଛି ଏଇ ଫର୍ମୁଲାରେ। ଏବେ ଦେଖ ମୋତେ କହିଲ Q1 ଟା ବଜ୍ର ଗୁଣନ ଯଦି ହେବ, Q1 ଟା କାହା ସହିତ ଗୁଣିବ? ମୁଁ କହିଥିଲି Q1 ଟା ୟା ସହିତ,
3টা या सहित ताले Q1 को 1 रे गुणले केते हबो Q1 सेही सेम रहइबो समान 100 को 3 रे गुणले 300 ताले Q1 समान पाई गलो केते 300 Q1 समान पाई गलो 300 अतएव 1/3 समान 100 Q1 थिला ताले 100 केते 300 देखो 100/300 जदि मुई 100 को 300 सहित काटी देबी से 1/3 आछे ना नहीं बुझियला कथा गला ये गोटे गला एबे देखो 1/3 समान P2 बाई माइनस 102 P2 बाई माइनस 102 एबे देखो वज्र गुणन हबो ये को या सहित करले केते हो माइनस 102 समान 3P2 हो ना नहीं एबे देखो 3P2 समान माइनस 102 खाली P2 समान केते हबो जदि मन करो या कोई पड गुणन 3P2 समान माइनस 102 करी हो ना नहीं दीटा जाकर जते बेले चेंज करिवो साइन माने साइड मन करो एपट 3P2 थिला एपट को आसिला एपट माइनस 102 थिला एपट गला ताले तार किछ चेंज होबनी साइन डी किछ चेंज होबनी माने कोन ना से माइनस माइनस कॉमन हेकी काटी जीवो तो तुमे किछ साइन चेंज करबा किछ आवश्यक नै जो दी जण साइड चेंज करछंती जदि केवल ये चेंज करथा ताले ये माइनस बसथांता बुझिला दी जणकर साइड चेंज हेची माने माइनस प्लस हेथिबो तापर कॉमन नेले से समान रहिबो बुझिला तो बुझ साइड दी जणकर चेंज हेची 3P2 एपड को आछि माइनस 102 सेपड को आछि दी जण जते बेले दी जण साइड चेंज करिवे किछ चेंज करिवोनी साइन एई कथाटा खाली बुझ एबे देखो 3P2 समान माइनस 102 P2 समान खाली केते हो माइनस 102 बाई केते 3टा गुणी केतला एठी आसिले भाग हे जो एबे 3 रे माइनस 102 को भाग करले केते 3 3 9 10 1 312 312 34 ताने माइनस 34 P2 समान माइनस 34 ताले मु अतएव कोन कर परिबी 1/3 समान केते लिखि परिबी माइनस 34 बाई माइनस 102 ये समान होबो ना नहीं 34 रे माइनस 102 काटी देला माइनस माइनस ऊपर तळे काटी जीवो सेही 1/3 होबो एटा 1/3 होबो दीटा गला एबे 3 नंबर कोन एटा कोन करिवा देखो एबे बेटा निभौची तुमे खातार करतो एबे कोन करिवा ना सेमती 1/3 इज इक्वल टू 6 into P3 by Q3 होना नहीं एबे करिवा वज्र गुणन Q3 समान Q3 या से x से तो गुणले Q3 समान 3 रे 6 गुणले 36 18 36 18 P3 गुणी की थिला ताले P3 3 रे 6 गुणले 36 18 P3 गुणी की थिला 18 P3 एबे देखो Q3 समान 18 P3 Q3 समान 18 P3 ताने Q3 समान 18 P3 अछि एडी देखो तमरो केउ फॉर्म रे अछि कहलो P3 by Q3 एई फॉर्म रे अछि ताले एठी भी सेही फॉर्म रे आनो P3 by Q3 करो ताले कोन करिया Q3 समान 18 P3 हेले सेटा हम लिखि पारियो 18 P3 समान Q3 लिखि होबा ना नहीं खाली या को इपट को आनली ताको सब को आनली जदी दी जण साइड चेंज करियो किछि चेंज करिवोनी तारो चिन्ह रे साइन रे ना माइनस प्लस किछि करिवोनी दी जण ये पट को आसला से सब गला एबे कोन करिबी P3 ताले P3 जगह रे P3 थाउ Q3 टा आईडी अछि Q3 टा को एपट को आनिबी Q3 देखो 18 टा एठी कोन हे कि अछि गुणी कि अछि ना P3 सहित सेपट गले कोन हे जीवो भाग हो ना नहीं
फास्ट कर दूँ P3 समान Q3/18 हम ना हेनी कह P3 समान 18 P3 समान Q3 थिला एबे P3 समान Q3/18 हम ना ना ये गुणिकी थिला एपट आसी भागीगला आ कि ना इम्प्लाई दैट एबे देखो ये जो P3/Q3 टा ऊपर अच्छे माने एठी आसिले तळକୁ पळिबो ऊपर अच्छे माने गुणिकी अछि एठी आसिले तळକୁ पळिबो भागी जो ताले ये आसीले एठी या ऊपर किछि नै माने केते अछि 1 आसीबो 1/18 ताले PQ ए P3/Q3 समान केते 1/18 1/18 अतएव 1/3 अतएव 1/3 equal to 6 into 6 गुणिकी थिला P3/Q3 थिला ना P3/Q3 केते पाइछु 1/18 ताने 1/18 ताले केते हो 6 के 6/18 ताले 1/3 इक्वल टू 6/18 6 3 18 काटिबाने 1/3 हो ना नहीं हो पाइगली एटा बुझियला एवढा थरे थरे देखिले तुमे बुझी पारिबो कि नाही आउ थरे नखा देखिबो फास्ट थरे देखिबो बुझिबो टिके तापर जदि 2 थर 3 थर बुझिला परे भी होउनी से क्वेश्चन टाको मार्क करिवो को जगह रे प्रॉब्लम होउची मु जो ऑनलाइन क्लास करबी सेडी पचारिवो सर ए जगह रे बुझिलानी नले मु ऑनलाइन क्लास करी तुमको एगुडा गुटे गुटे बुझेले कि मझिरे साउंड करथबो तुमको बुझिया पे असुविधा हो बे मु क्लास करी पठे दूजी तुमे देखिलो फास्ट तापर ऑनलाइन क्लास कले तुमरो डाउट गुडा तुमे सेडी पचारिवो बुझिला एबे बा 14 नंबर 13 नंबर खत्म 13 नंबर खत्म खत्म 14 नंबर को जिबा बे 14 नंबर क्वेश्चन कौन गई 14 नंबर क्वेश्चन टा देखो -15 15/n such that n एक गणन संख्या जो n टा 15 ठारू कौन सान n लेस देन और इक्वल टू 15 सेट रे बृहत्तम क्षुद्रतम परिमाण संख्या 2 लेख बृहत्तम और क्षुद्रतम परिमाण संख्या लेख से कह 14 नंबर क्वेश्चन टा फास्ट बुझ से कह -15/n अच्छी n एक गणन संख्या n लेस देन और इक्वल टू 15 n लेस देन इक्वल टू 15 सेट रे बृहत्तम और क्षुद्रतम परिमाण संख्या दियो लेख बृहत्तम और क्षुद्रतम संख्या n एक गणन संख्या कहिछि ताले मु लिखि परबी फास्ट लिखि परबी -15 गणन संख्या माने कौन कहलो पिला गणन संख्या माने हुची एक पाखरु स्टार्ट हो होला गणन संख्या को हमें स्वाभाविक नेचुरल नंबर को बा स्वाभाविक संख्या जोटा कि स्टार्ट हुए एक पाखरु सेटा लेखा हुई n इक्वल टू 1 2 3 4 5 एमटी 6 7 एम बड़ी बड़ी जो एटा होची नेचुरल नंबर एगो n द्वारा लिखा जाए या ओडिया रे कहबे स्वाभाविक संख्या बा गणन संख्या बुझिला से कहला n एक गणन संख्या ताले गणन संख्या स्टार्ट होची 1 रु मु ताले फास्ट लिखबी -15/1 के देबो -15 ताले -15/2 केते हो -7/5 -15/3 केते हो -5 -5 देखो से कहूँ जे बृहत्तम संख्याटा एटा
ବୃହତ୍ତମ ଯଦି ମୁଁ ଏମିତି କରି କରି ଯିବି, ମୁଁ ଲାଷ୍ଟରେ କ'ଣ କରିବି 3 4 5 ଏମିତି କରି କରି ଗଲି, ଲାଷ୍ଟ କରିବି -15 ବାଇ କେତେ 15, ତାହେଲେ କେତେ ହେବ ମାଇନାସ୍, ଏଇଟା କେତେ ହେବ -1 -15 ବାଇ 15 -1। ଦେଖ ଏଠି -15 ଫାଷ୍ଟ ଆସିଥିଲା, ଏଠି -1 ଆସିଛି, ୟା ମଝିରେ ଆଉ ସବୁ ସଂଖ୍ୟା ଗୁଡ଼ା ଆସିବ। ଏଇ ଯେଉଁ -15 ବାଇ 3 ଅଛି, -15 ବାଇ 4 କରିବି, -15 ବାଇ 5 କରିବି, ସେ ସବୁ ଆସିବ ୟା ମଝିରେ। ଏଇ ଦୁଇ ଜଣଙ୍କ -15 ଆଉ -1 ଭିତରେ ଆସିବ। ସେ କହୁଛି ସବୁଠୁ କ'ଣ ବୃହତ୍ତମ ସଂଖ୍ୟା। ବୃହତ୍ତମ ମାନେ କୋଉଟା ହବ, ଏଇଟା ହବ, ଏଇଟା ବୃହତ୍ତମ ମାନେ -1। ଜାଣିଛ ମାଇନସ୍ ଚିହ୍ନ ରଖିଲେ ଯୋଉଟା ସାନ ଦେଖାଯାଏ ସେ ବଡ଼, ତାହେଲେ -1 ମାନେ ଇଏ ହେଉଛି ବଡ଼, ବୁଝିହେଲା। ତ ସଂଖ୍ୟା ରେଖା ପଡ଼ିଥିବ, ସଂଖ୍ୟା ରେଖା ପଡ଼ିଥିବ, ଇଏ ହେଉଛି କ୍ଷୁଦ୍ରତମ, ଇଏ ହେଉଛି କ୍ଷୁଦ୍ରତମ। ପାଇଗଲେ ଦୁଇଟା, ସେ ମାଗିଥିଲା ଦୁଇଟା, ଦୁଇଟା ପାଇଲେ। ଆଉ ଯିଏ ଯେଟା କୋଶ୍ଚେନରେ ଅଛି ତା ଛଡ଼ା ଆଉ ଏକ୍ସଟ୍ରା ଆମକୁ କିଛି କରିବାର ନାହିଁ। ଏଇଟା କ୍ଷୁଦ୍ରତମ ସବୁଠୁ ସାନ ତୁମେ ପାଇବ ଏଇଟା, ଆଉ ସବୁଠୁ ବଡ଼ ପାଇବ ଏଇଟା, ଆଉ କିଛି ପାଇବନି, ବୁଝିହେଲା। ସେ ହେଉଛି n ଟା ଇକ୍ୱାଲ୍ ଟୁ 15, n ଇକ୍ୱାଲ୍ ଟୁ ଗ୍ରେଟର ଦେନ୍ 15, ତାହେଲେ n ଟା 15 ହେଇପାରିବ କିମ୍ବା 15ରୁ ସାନ ହେଇପାରିବ, ଆଉ 15 ଉପରକୁ ଯିବନି। ତ ସେଇପାଇଁ 15 ଯାଏ ଆମେ ଆସିଲୁ, ଏଠି n ଜାଗାରେ 15 ଯାଏ ଆସିଲୁ, ବୁଝିହେଲା, 1ରୁ 15 ଯାଏ ଆସିଲୁ। ତ ଗୋଟେ କଥା ହେଉଛି ଏଇଠି ଦେଖ, ତୁମକୁ କହୁଛି ସଂଖ୍ୟା ରେଖା କେମିତି ହୁଏ। ଦେଖ ମନେକର ଏଇଠି 0, ଏଠି କେତେ 1, ଏଠି 2, ଏଠି 3, ଏଠି 4, ଏପଟକୁ -1, ଏପଟକୁ -2, ଏପଟକୁ -3, ଏପଟକୁ -4, ଏମିତି ବଢ଼ି ବଢ଼ି ଯିବ, ଏମିତି ଇଏ ବଢ଼ି ବଢ଼ି ଯିବ। ମୁଁ ଯଦି କହିବି 2, ଦେଖ ମୁଁ କହିବି 2 ଆଉ 4 ଭିତରେ ବଡ଼ କିଏ 4, ପ୍ଲସ୍ ବେଳେ ବଡ଼ ସଂଖ୍ୟାଟା ବଡ଼, କିନ୍ତୁ ମୁଁ ଯଦି କହିବି 2 ଆଉ -2 ମାନେ ଖାଲି -2 ଆଉ -4 ଭିତରେ ବଡ଼ କିଏ କହିଲ, -2। ଯିଏଟା ଏଇ 0 ପାଖାପାଖି ଯିଏ ଥିବ ସିଏ ହେଉଛି ବଡ଼, 0 ପାଖାପାଖି ଯିଏ ଥିବ ବଡ଼। ତାହେଲେ -2 ବଡ଼ ନା -1 ବଡ଼, -1 ବଡ଼, ବୁଝିହେଲା। ସଂଖ୍ୟା ରେଖାରେ ତୁମେ ବୁଝିଥିବ। ଏବେ ଯିବା 15 ନମ୍ବରକୁ। 15 ନମ୍ବର କ୍ୱେଶ୍ଚନକୁ ଯିବା। 15 ନମ୍ବର କ୍ୱେଶ୍ଚନଟା କ'ଣ କହୁଛି ଦେଖିଲ ପିଲାମାନେ। 15 ନମ୍ବର କ୍ୱେଶ୍ଚନଟା କ'ଣ କହୁଛି। ତୁମକୁ ଭିଡ଼ିଓ ଛାଡ଼ିଲେ ତୁମ ସବୁ ଭିଡ଼ିଓ ଦେଖୁଛ ନା ନାହିଁ। 15 ନମ୍ବର କ୍ୱେଶ୍ଚନଟା ଦେଖ। ସେ ହେଉଛି 1/4 ଓ 1/5 ମଧ୍ୟରେ 4 ଗୋଟି ପରିମେୟ ସଂଖ୍ୟା ନିର୍ଣ୍ଣୟ କର। 4 ଗୋଟି ପରିମେୟ ସଂଖ୍ୟା ନିର୍ଣ୍ଣୟ କରତେ କହୁଛି। ପରିମେୟ ସଂଖ୍ୟା ଯେତେବେଳେ ନିର୍ଣ୍ଣୟ କରିବା ପାଇଁ କହିଥିବ, ସେ 4 ଗୋଟି କୋଉ 5 ଗୋଟି କୋଉ 10 ଗୋଟି କୋଉ କିଛି ପ୍ରୋବ୍ଲେମ ନାହିଁ। କ'ଣ କରିବ ନା ଦୁଇଟାକୁ ମିଶାଇବ, 2ରେ ଭାଗ କରିବ। ଦେଖ 4 ଗୋଟି ପରିମେୟ ସଂଖ୍ୟା କହିଛି ନା, କ'ଣ କରିବ କହିଲ। ଫାଷ୍ଟ ସଂଖ୍ୟାଟା ପାଇବ କେମିତି ନା, ଫାଷ୍ଟ ସଂଖ୍ୟାଟା ପାଇବ କେମିତି, କ'ଣ କରିବ ନା 1/2 × 1/4 + 1/5 এইটা କରିବ। ତାହେଲେ 1/2 ଏ ଦୁଇଟାକୁ ମିଶେଇଲି, ଏ ଦୁଇଟାକୁ ମିଶେଇକି ହାଫ୍ କଲି, ଦେଲେ ଫାଷ୍ଟ ସଂଖ୍ୟାଟା ପାଇବି। ଫାଷ୍ଟ ସଂଖ୍ୟାଟା ପାଇବି, ତାହେଲେ ଦୁଇଟାକୁ ମିଶେଇବି, ଏଇଟା ମିଶାଇଲେ କେତେ ହେବ 5 × 20। ଦେଖ ଏ ଦୁଇଟାକୁ ମିଶାଇଲେ ଏଇଟା ଲସାଗୁ କେତେ ହେବ 5 × 20, ଆଉ 4ରେ ୟାକୁ ଭାଗ କଲେ 5, ତାହେଲେ 5 × 9। 1/4 + 1/5 କଲେ 9/20 ହେବ। 9/20 ହେବ। କିଛି ପିଲା କେମିତି ବୁଝିପାରୁନଥିବେ, ମୁଁ ଜାଣେ। ଦେଖ 1/4 + 1/5, ୟା ଲସାଗୁ ହେବ 5 4ର ଲସାଗୁ ହେବ
କିଛି କମନ୍ ନାହିଁ, 5 ଆଉ 4 ଭିତରେ କିଛି କମନ୍ ସଂଖ୍ୟା ନାହିଁ, ସେଇପାଇଁ ଗୁଣିଦେବ 5 × 20। ଏବେ 4ରେ 20କୁ ଭାଗ କଲେ 5, 5କୁ ନେଇକି 1ରେ ଗୁଣିବ, 5କୁ 5 ପ୍ଲସ୍ 5ରେ 20 ଭାଗ କଲେ କେତେ 4, 4କୁ ନେଇକି 1ରେ ଗୁଣିବ, ତାହେଲେ 4 କି 4, 5 4 କେତେ 9/20, 9/20 লিখিଲି ମୁଁ ଏଠି। ଏବେ ଦେଖ 1/2 × 9/20 କେତେ ହେବ 9/40। এইটা তোমার ফার্স্ট সংখ্যা বাহারা, এইটা তোমার ফার্স্ট সংখ্যা বাহারা। ଏବେ ସେକେଣ୍ଡ ସଂଖ୍ୟା କେମିତି ପାଇବ? ସେକେଣ୍ଡ ସଂଖ୍ୟା ସେ କହିଛି 4ଟା ନା, 4 ଗୋଟି, ସେକେଣ୍ଡ ସଂଖ୍ୟା କେମିତି ପାଇବ? ନା ସେଇ ହାଫ୍ କରିବ ଇଣ୍ଟୁ ହାଫ୍ ଇଣ୍ଟୁ 1/4 ପ୍ଲସ୍, ଏଠି ଆଉ 1/5 ନେଇଥିଲ, ଦୁଇଟାରୁ ନେଇଥିଲ, ଆଉ ଏଠି ନେବନି, ଏଠି ନେବ 9/14 ମାନେ 9/40। ତାହେଲେ ହାଫ୍ ଇଣ୍ଟୁ 9/40, ତାର ୟାର ଲସାଗୁ କେତେ ହେବ? ଏ ଲସାଗୁ 40, 4 ଆଉ 40ର ଲସାଗୁ ହେବ 40। 4କୁ 40ରେ ଭାଗ କଲେ 10, ତାହେଲେ 10କୁ 1ରେ ଗୁଣିଲେ 10କୁ 10 ପ୍ଲସ୍ 40କୁ 40ରେ ଭାଗ କଲେ 1, 1କୁ 9ରେ ଗୁଣିଲେ 9, ତାହେଲେ କେତେ ହେଲା ଏଇଟା 1/2 ଗୁଣନ 10, ଇଏ 9, 19/40, ତାହେଲେ ହେବ ଏଇଟା 19/40 × 80। ପାଇଲ ଏଇଟା ସେକେଣ୍ଡ, এটা পাইল ফার্স্ট, এটা সেকেন্ড, 19/80, 19/80। ଏବେ থার্ড ସେମିତି, থার্ড ଯେତେବେଳେ ନେବ କ'ଣ କରିବ? থার্ড ନେବ ଯେତେବେଳେ କ'ଣ କରିବ? থার্ড ନେଲେ থার্ডଟା କ'ଣ କରିବ ନା ସେଇ ହାଫ୍ କରିବ, କାହାକୁ ନା ସେଇ ଫାର୍ଷ୍ଟ 1/4 ଥିଲା, ଏଠି ଦେଖ 1/4 ରଖିବ ପ୍ଲସ୍ 9/40 ଯାହା ନେଇଥିଲ ଏଠି ସେଇଟା ନେବ, 19/80, 19/80 ଏଇଟା କରିବ। এটা ନିଜେ ସଲ୍ଭ କରିବ, ଯାହା ବାହାରିବ ସେଇଟା ଥାର୍ଡ ସଂଖ୍ୟା ବାହାରିଲା। ଏବେ ଫୋର୍ଥଟା କେମିତି ପାଇବ? ଫୋର୍ଥ କେମିତି ପାଇବ? 1/2 ହାଫ୍ ଇଣ୍ଟୁ 1/40 ପ୍ଲସ୍ ଏଇ ଯେଉଁ ପାଇଥିବ ନା ଥାର୍ଡଟା, ସେଇ ଥାର୍ଡଟାକୁ ଏଠି ମିଶାଇବ, ଯାହା ପାଇବ ତାକୁ ହାଫ୍ କଲେ ଫୋର୍ଥ ସଂଖ୍ୟାଟା ପାଇବ। এটা ନିଜେ କରିବ, ଦୁଇଟା ସଂଖ୍ୟା ମୁଁ କାଟିଦେଲି, ଗୋଟେ ଦୁଇଟା କାଟିଛି, ତୁମେ ନିଜେ ଏଇ ଦୁଇଟା କାଢ଼ିକି ମୋତେ ପଠେଇବ ସଲ୍ଭ କରି, ବୁଝିହେଲା? ପରିମେୟ ସଂଖ୍ୟା ନିର୍ଣ୍ଣୟ କରିବା, এই ଯେଉଁ ସଂଖ୍ୟା ଦୁଇଟା ଭିତରେ ସବୁଠୁ ଇଜି ଜିନିଷ, ସବୁଠୁ ସାଧା। ତୁମେ ହାଫ୍ କରିବ, ଫାର୍ଷ୍ଟ ଦୁଇଟା ସଂଖ୍ୟାକୁ ମିଶେଇକି ହାଫ୍ କରିଦେବ, ଗୋଟେ ସଂଖ୍ୟା ପାଇଲ, ଯେଉଁଟା ପାଇଲ ସେଇଟାକୁ ସେକେଣ୍ଡ ଫାର୍ଷ୍ଟ ସଂଖ୍ୟା ସହିତ ମିଶେଇବ, ତାକୁ ହାଫ୍ କଲେ ସେକେଣ୍ଡଟା ପାଇବ। ପୁଣି ସେକେଣ୍ଡଟା ପାଇ ସାରିଲା ପରେ ପୁଣି ସେଇ ସେକେଣ୍ଡଟାକୁ ଫାର୍ଷ୍ଟ ସଂଖ୍ୟା ସହିତ ମିଶେଇବ, ପୁଣି ହାଫ୍ କଲେ ଥାର୍ଡ଼ ସଂଖ୍ୟାଟା ପାଇବ। ପୁଣି ସେ ଥାର୍ଡ଼ ସଂଖ୍ୟା ଯାହା ପାଇଲ ତାକୁ ପୁଣି ସେ ଫାର୍ଷ୍ଟ ସଂଖ୍ୟା ସହିତ ମିଶେଇଲ, ଏଇଠି ହାଫ୍ କଲେ ଫୋର୍ଥ ସଂଖ୍ୟା ପାଇବ। 4 ନମ୍ବର, 5 ନମ୍ବର କହିଥାନ୍ତା, ୟାକୁ ମିଶେଇଥାନ୍ତ, ହାଫ୍ କରିଥାନ୍ତ ଫାର୍ଷ୍ଟ ସଂଖ୍ୟା ସହିତ, ସେଇ 5 ନମ୍ବର। 6 ନମ୍ବର, ଯେତେଟା କହିଲେ ତୁମେ ସେତେଟା କାଢ଼ିପାରିବ, କିଛି ପ୍ରୋବ୍ଲେମ୍ ନାହିଁ। ଏବେ ଯିବା 16 ନମ୍ବର କ୍ୱେଶ୍ଚେନ୍କୁ। ଏବେ ଯିବା 16 ନମ୍ବର କ୍ୱେଶ୍ଚେନ୍କୁ। 16 ନମ୍ବର କ୍ୱେଶ୍ଚେନ୍ ବେଶୀ ନୁହେଁ, 4ଟା 5ଟା ନା ଦେଖିବ, 4ଟା 5ଟା ପ୍ରାକ୍ଟିସ୍ କର, ତାପରେ ଆଉ 5ଟା କରିବ। ମାନେ ଏଟ୍ ଏ ଟାଇମ୍ ସବୁ କ୍ୱେଶ୍ଚେନ୍ କରିବା ପାଇଁ ଚେଷ୍ଟା କରନି, 5ଟା କ୍ୱେଶ୍ଚେନ୍ ଭଲସେ ବୁଝ, ନହେଲେ ସବୁ କ୍ୱେଶ୍ଚେନ୍ କରିବା ଚକ୍କରରେ ତୁମେ ଗୋଟେ ବି ବୁଝିପାରୁନଥିବ। ଫାର୍ଷ୍ଟ ଭଲସେ 4ଟା ଏକା କ୍ୱେଶ୍ଚେନ୍ ଦେଖ, 2ଟା କ୍ୱେଶ୍ଚେନ୍ ଦେଖ, ଫାର୍ଷ୍ଟ ଭଲସେ ବୁଝିପାରିଲ, ଆଉ 2ଟା ଦେଖ, ତାପରେ ସେ 2ଟା ହେଲା, 4ଟା ସରିଲା, ଆଉ 2ଟା ଦେଖ, ଏମିତିଆ କର। ଯଦି ସବୁ ଏକାବେଳେ ବୁଝିତେ ଚେଷ୍ଟା କରିବ ତୁମେ କନଫ୍ୟୁଜ୍ ହେଇଯିବ, ବୁଝିହେଲା? ଅଳ୍ପ ଅଳ୍ପ କରିକି ସବୁ ଦେଖ। ଏବେ ଦେଖ 16 ନମ୍ବର କ୍ୱେଶ୍ଚେନ୍, ସେ କହିଥିଲା 15 ନମ୍ବରରେ ଏଇ ଦୁଇଟା ଭିତରେ 4ଟା, ଏ ହେଉଛି -1/2 ଆଉ 1/3 ମଧ୍ୟରେ 3 ଗୋଟି ପରିମାଣ ସଂଖ୍ୟା ନିର୍ଣ୍ଣୟ କର। କ'ଣ କରିବା? କିଛି ନାହିଁ, ଯେ ମାଇନାସ୍ ଥିବ ତାକୁ ମାଇନାସ୍ ଜାଗାରେ ମାଇନାସ୍ ରଖିବା, ଆଉ କ'ଣ ଅଛି? 3 ଗୋଟି କହିଛି, ତାହେଲେ ମନେକର ମୁଁ ଫାର୍ଷ୍ଟଟା କାଢ଼ିବି। ଫାର୍ଷ୍ଟ କାଢ଼ିଲେ କ'ଣ କରିବି ନା ହାଫ୍ ଇଣ୍ଟୁ -1/2 ପ୍ଲସ୍ 1/3, ଏଇଟା କ'ଣ ହେବ ହାଫ୍, ଯାହା ଥିଲା ହାଫ୍ ଥିଲା ହାଫ୍, ଏ ଲସାଗୁ କେତେ ହେବ 6, 2ରେ 6 ଭାଗ କଲେ 3, ତାହେଲେ 3କୁ 1ରେ ଗୁଣିଲେ -3 ପ୍ଲସ୍ 2, 3ରେ 2 ଭାଗ 6 ଭାଗ କଲେ 2 ହେବ, 2କୁ 1ରେ ଗୁଣିଲେ 2, ତାହେଲେ ଏଇଟା ହେବ 1
ইন্টু -3 ইয়ে 2 তাহলে কত হবে -1/6 তাহলে ও -1/6 দিনে 12 ফার্স্টটা পাইলি -1/12 -1/12 ফার্স্ট সংখ্ୟାଟା ପାଇଲି -1/12 ଏବେ ସେକେଣ୍ଡଟା କାଢିବା ପାଇଁ ନିଜେ କୁହ କେମିତି କାଢିବା ସେକେଣ୍ଡଟା ସେକେଣ୍ଡ ସଂଖ୍ୟା ନିଜେ କେମିତି କାଢିବା କୁହ ଫାର୍ଷ୍ଟ ମୁଁ କହିଛି ହାଫ୍ କରିବ ଇଣ୍ଟୁ ଫାର୍ଷ୍ଟ ସଂଖ୍ୟାଟା ନେବ ଫାର୍ଷ୍ଟ ସଂଖ୍ୟା -1/2 ଅଛି -1/2 ପ୍ଲସ୍ ଏଇ ଯୋଉ ଫାର୍ଷ୍ଟ ସଂଖ୍ୟାଟା ପାଇଥିବ ଯାହା ତାକୁ ନେବ ପ୍ଲସ୍ କେତେ ପାଇଛ -1/12 ନା ତାହେଲେ ଦେଖ ପ୍ଲସ୍ କରିଛ ମୁଁ ଏଠି ମାନେ ୟାକୁ ବ୍ରାକେଟ ଦିতে ହବ ଯଦି ପ୍ଲସ୍ କରିଦେଇଛ ମାନେ ୟାକୁ ବ୍ରାକେଟରେ ରଖତେ ହବ କାମ କଣରେ ପ୍ଲସ୍ ଦେଇଛ ମାନେ ୟାକୁ ବ୍ରାକେଟରେ ରଖିବ ବ୍ରାକେଟରେ -1/12 ରଖିବ ବୁଝିହେଲା ଏବେ ଦେଖ ହାଫ୍ କୁ ଥିଲା ହାଫ୍ ଇଏ ରହିଲା ବ୍ରାକେଟ ଶେଷ -1/2 ଏ ଯୋଉ ପ୍ଲସଟା ମାଇନସରେ ଗୁଣିଲେ କ'ଣ ହବ -1/12 ହଁ ନା ନାଇଁ ହବ ଏବେ ଦେଖ ହାଫ୍ ये -1/2 ये -1/12 फास्ट কথা লসাগু তোমার কেতে হবে 12 6 2 রে 12 ভাগ করলে কেতে 6 6 রে 1 গুণলে 6 তাহলে -6 এই মাইনাস চিহ্ন ଥିଲା -12 রে 12 ভাগ করলে 1 1 କୁ ନେଇକି 1 ରେ ଗୁଣିଲେ 1 ତାହେଲେ এটা ହେଲା হাফ ইনটু -6 -1 -7/12 তাহলে এটা आंसर কেতে হবে -7/6 12 ରେ 2 গুণলে 24 -7/24 -7/24 এটা বাহারলা সেকেন্ড এটা বাহারলা সেকেন্ড সংখ্যা থার্ড সংখ্যা কেমতি বাহারিব থার্ড সংখ্যাটা কেমতি পাইব থার্ড সংখ্যা না সেই হাফ করিব মাইনাস ফার্স্ট সংখ্যাটা কোন ଥିଲା মাইনাস ফার্স্ট সংখ্যা কোন ଥିଲା -1/2 -1/2 করিব -1/2 এটা ব্র্যাকেট দিয়ে কারণ এটি ই মাইনাস প্লাস ই মাইনাসটা আছে -7/24 ଏବେ ୟାକୁ ସଲ୍ଭ କରିବ ये ପ୍ଲସ୍ଟା ୟା ସହିତ ଗୁଣିଲେ ମାଇନାସ୍ ପ୍ଲସ୍ ମାଇନାସ୍ ମାଇନାସ୍ ହେଇଯିବ ତାହେଲେ -1/2 -7/24 ତାହେଲେ ହାଫ୍ ଏ ବ୍ରାକେଟ୍ ଶେଷ କରିବ -1/2 ପ୍ଲସ୍ ମାଇନାସ୍ ମାଇନାସ୍ 7/24 ଏବେ କ'ଣ କରିବ ହାଫ୍ ଇଣ୍ଟୁ ଏ ଲସାଗୁ କେତେ ହେବ 2 ଆଉ 24ର ଲସାଗୁ କେତେ ହେବ 24 2ରେ 24 ଭାଗ କଲେ 12 12କୁ 1ରୁ ଗୁଣିଲେ 12 তাহলে -12 মাইনাস এই মাইনাস চিহ্ন ଥିଲା মাইনাস 24 କୁ 24 ରେ ভাগ করলে 1 1 রে 7 গুণলে 7 তাহলে 7 তাহলে দেখো হাফ ইনটু -12 -7 কেতে হবো -19 ইয়ে 24 ଥିଲା 24 ଏବେ -19 ରେ 1 গুণলে -19 24 ରେ 2 গুণলে 48 তাহলে -24/48 -24/48 ଏ -19/48 এটা হচ্ছে তোমার থার্ড সংখ্যা পাইল -19/48 থার্ড সংখ্যা পাইল କିଛି ନାହିଁ ଯେତେଟା ସଂଖ୍ୟା ହୋଇଥିବ ହାଫ୍ କରିବ ସେଥିରେ ମିଶେଇବ ଫାର୍ଷ୍ଟ ସଂଖ୍ୟା ସହିତ ସେକେଣ୍ଡ ସଂଖ୍ୟା ମିଶେଇଲେ ଥାର୍ଡ ସଂଖ୍ୟା ପାଇବ ଥାର୍ଡ ସଂଖ୍ୟା ସହିତ ଫାର୍ଷ୍ଟ ସଂଖ୍ୟା ସହିତ ସଂଖ୍ୟା ମିଶେଇକି ହାଫ୍ କରିଦେଲେ ଫୋର୍ଥ ସଂଖ୍ୟା ପାଇବ ତାର 4 ନମ୍ବରଟା ପାଇବ ଆଉ କିଛି ନାହିଁ ଏଥିରେ ଥରେ ଖାଲି ବୁଝିଗଲେ ଆଉ କିଛି ଅସୁବିଧା ହବନି ଗଲା 16 ନମ୍ବରଟା କ୍ୱେଶ୍ଚନ ବୁଝିହେଲା
ୟାକୁ ଯଦି ମୁଁ ଅନଲାଇନରେ କରିବି, ଅନଲାଇନ ପାଟି ଚିଲେଇବ ମୁଁ ଜାଣିଛି। ଇଏ ଗୋଟେ କଥା କହିବ, ସେ କହିବ ସାର୍ ବୁଝି ହେଲାନି, ମୁଁ ଜାଣିଛି, ସେଇପାଇଁ ମୁଁ ଅନଲାଇନ କ୍ଲାସ୍ କଲିନି। ମୁଁ ଅନଲାଇନ କ୍ଲାସ୍ କରିବି ଭାବିଥିଲି, ତାପରେ ତୁମେ ପାଟି କରିବ, ଇଏ ବୁଝିପାରିବନି, ସାର୍ କହିବ ସେ ବୁଝିପାରିଲିନି, ମୁଁ ବୁଝିପାରିଲିନି, ତାହେଲେ ପ୍ରୋବ୍ଲେମ୍ ହେବ। ତୁମେ ଫାଷ୍ଟ ନିଜେ ଦେଖିବ, ମୁଁ ଅନଲାଇନ୍ କ୍ଲାସ୍ କରିବି, ସେଥିରେ କେବଳ ତୁମେ ପଚାରିବ ସାର୍ ଏଇ ଜାଗାରେ ମୁଁ ବୁଝିପାରିଲିନି, ମୁଁ ସେଇ ଜାଗାଟା ଦେଖିପାରିବି ଆଉ ତୁମକୁ ବୁଝେଇ ପାରିବି। 16 ନମ୍ବର ଏବେ ବୁଝିହେଲା। ଏବେ ଯିବା 17 ନମ୍ବର। 27/7 ପରିମେୟ ସଂଖ୍ୟାଟିକୁ ଅସରନ୍ତି ପୌନଃପୁନିକ ଦଶମୀ ରୂପରେ ପ୍ରକାଶ କର। ଅସରନ୍ତି ପୌନଃପୁନିକ ମାନେ କ'ଣ କହିଥିଲି? 12 ଆସିବ। ଅସରନ୍ତି ମାନେ ସରିବନି। ମନେକର 3.222222, ୟାକୁ ଲେଖିପାରିବା 3.2 ଉପରେ 12। ବୁଝିଗଲା? ଏଇଟା ହେଉଛି ଅସରନ୍ତି ପୌନଃପୁନିକ ମାନେ। ଏବେ 27/7 କୁ ସେଇ ଫର୍ମରେ, ଏଇ ଅସରନ୍ତି ଏଇ 12 ଫର୍ମରେ ଲେଖିବା କେମିତି ଦେଖ। କ'ଣ କହିଛି? 27/7 ନା, କ'ଣ କରିବା? 27ରେ ତମେ 7କୁ ଭାଗ କରିବ। 7 କେତେ? 21। 7ରୁ 1 ଗଲେ 6, 2ରୁ 2 ଗଲେ 0, ଲେଖିବା ଦରକାର ନାହିଁ, 6 ରହିଲା। ଏବେ 6ଟା 7 ଭିତରେ 7 ହେଇଯାଉଛି, ତାହେଲେ 6କୁ 7 କାଟି ପାରିବନି, 7କ କଣିକାରେ 6 ଆସିବନି, ତାହେଲେ ଦଶମୀ ପଡ଼ିଯିବ। 6 ପାଖରେ କେତେ ଆସିବ? 0 ଆସିବ। ଦଶମୀ ମାନେ 6 ପାଖରେ ଗୋଟେ 0 ଆସିବ। ଏବେ 7କୁ ଡାକିବା, 7 35 7 42 7 7 7 କେତେ? 56। ତାହେଲେ 0ରୁ 6 ଆସିପାରିବନି, ଧାର ଆସିଲା, 10ରୁ 6 ଚାଲିଲେ 4, ଇଏ 6ରୁ ଧାର ଦେଲେ 5 ହେଇଛି, 5ରୁ 5 ଗଲେ ସେଇ 0, ତାହେଲେ 4। ତାହେଲେ 4କୁ ପୁଣି 7ରେ କାଟି ହବନି, ପୁଣି ଦଶମୀ ଅଛି ମାନେ, ଦଶମୀ ଥରେ ଆସିଛି ମାନେ ଗୋଟେ 0 ଆସିପାରିବ ସବୁବେଳେ, ତାହେଲେ ଗୋଟେ 0 ଆସେ। ଏବେ କେତେ? 7 5 35। ଏବେ 0ରୁ 5 ଆସିପାରିବ, 10ରୁ 5 ଚାଲିଲେ 5, ये 4 थिला, 1 2 ଧାର ଥିଲା 3, 3ରୁ 3 ଚାଲିଲେ 0, ତା ଲେଖିବା ଦରକାର ନାହିଁ। ଏବେ 5 ଆସିଲା, 5 ମାନେ ପୁଣି ଗୋଟେ 0 ଆସିପାରିବ, ଦଶମୀ ପଡ଼ିଛି ମାନେ। 7 7 49। ଏବେ ଦେଖ 1 ଆସିଲା, 1 ଗୋଟେ 0 ଅଛି ମାନେ, ଦଶମୀ ଅଛି ମାନେ ଗୋଟେ 0 ଆସିପାରିବ, ତାହେଲେ 0 ଆସିଲା। 7 କେ 7, ଏବେ ଆସିଲା 3, ଏବେ ଆସିଲା 3, ଏବେ 3 ଆସିଛି ମାନେ ଦଶମୀ ଅଛି ମାନେ ଗୋଟେ 0 ଆସିବ। 7 28, 28 ମାନେ ଏଠି ଆସିବ ପୁଣି 2, ଏ 0 ଅଛି ମାନେ 1 2 10, 10ରୁ 8 ମାନେ 2, 2ରୁ 2 ମାନେ 0, ତାହେଲେ 2। ଏବେ 2 ଅଛି ମାନେ ଦଶମୀ ଗୋଟେ ଅଛି ମାନେ ଗୋଟେ 0 ଆସିବ, 20। 7 2 14, ପୁଣି ଆସିବ କେତେ? 20ରୁ 14 ଗଲା, 0ରୁ 4 ଗଲେ 1 10ରୁ 4 ଗଲେ 6। ଦେଖ ଏଇଠି ବି 6 ଆସିଥିଲା, ତୁମେ ଦଶମୀ ପକେଇକି 0 କରିଥିଲ, ଏଠି ବି 6 ଆସିଯାଇଛି, ତାହେଲେ ସେଇ ଦଶମୀ ପକେଇକି ଅଛି ମାନେ 0 ଆସିବ, ତାହେଲେ ସେଇ ସଂଖ୍ୟା 6 60 କଲେ ଇଏ ଷ୍ଟାର୍ଟ ହେବ କେତେରୁ? ପୁଣି ସେଇ 8 ପାଖରୁ, ପୁଣି ଆସିବ 60 ଆସିବ, ପୁଣି 4 ଆସିବ, ପୁଣି 5 ଆସିବ, ପୁଣି 3 ଆସିବ, ଏମିତି ଆସିବ। ତାହେଲେ ଦେଖ ଏଇ 8 ପରେ ପୁଣି 5 ଆସିବ, ତାହେଲେ ଏଇଠୁ ରିପିଟ୍ ହେଉଛି ଏଇଠି, ତାହେଲେ ଏତିକି ନିଅ। এই 8 5 7 এইটু রিপিট হব, পুଣି তুমি নেব କ'ଣ ନା 3.85171 3.85571 ଉପରେ 12, ମାନେ এইଗୁଡ଼ା ରିପିଟ୍ ହେଇଯିବ, ପୁଣି ସେଇ ଆସିବ। ୟା ମାନେ ହେଉଛି କ'ଣ ନା, ପୁଣି ସେଇ 3 ତ ରହିଲା ଫାଷ୍ଟ, 8 5 7 1 4 2, 8 5 7 1 4 2, 8 5 7 1 4 2, ଏମିତି ହେଇ ଆସିବ। ତ এইটা হচ্ছে তার आंसर। ବୁଝିଲା? ଗୋଟେ ଦିଟା କ୍ୱେଶ୍ଚନ ଅଛି ଟିକେ ତୁମକୁ ଲାଗିବ ଯେ ବୁଝି ହଉନି, କିନ୍ତୁ ଆଉ ସବୁ କ୍ୱେଶ୍ଚନ ବହୁତ ଇଜି ଅଛି। ଗୋଟେ ଦିଟାକୁ ଛାଡ଼ିଦେଲେ ଆଉ ସବୁ ଇଜି ଅଛି, ତମେ ଖାଲି ଥରେ ବୁଝିବାର ଅଛି। ବୁଝିଲା? ଏବେ 18 ନମ୍ବର କ୍ୱେଶ୍ଚନଟା ଦେଖିବା। 18 ନମ୍ବର କ୍ୱେଶ୍ଚନଟା କ'ଣ କହୁଛନ୍ତି? 18 ନମ୍ବର କ୍ୱେଶ୍ଚନଟା କ'ଣ କହୁଛନ୍ତି? 18 ନମ୍ବର କ୍ୱେଶ୍ଚନ କହୁଛନ୍ତି, ପ୍ରମାଣ କର
0.9 বার মানে 0.999 এই যে উপরে বার ଅଛି ମାନେ 0.99999 ସରିବନି ସମାନ 1 ଏଇଟା ପ୍ରମାଣ କରିବା ପାଇଁ କହୁଛନ୍ତି ଆମକୁ। କେମିତି ପ୍ରମାଣ କରିବା? କେମିତି ପ୍ରମାଣ କରିବା ଦେଖ। ମନେକର ଏଇଟା LHS এটা হচ্ছে RHS ମୁଁ LHS ନେବି LHS କେତେ ନେବି 0.9 ଉପରେ ବାର। ୟାକୁ ମୁଁ ଲେଖିପାରିବି ମନେକର x ସମାନ 0.99999 ଲେଖିବ ହବ। ମନେକର ମୁଁ 10x ସମାନ ଲେଖିବି 10x ସମାନ ମୁଁ କହିଥିଲି 10 ଗୋଟେ 0 ଆସିଛି ମାନେ କେତେଟା ଆସିବ ଏପଟକୁ ଗୋଟେ ଆସିବ ତାହେଲେ ଏଇ ଯୋଉ 9 କେବଳ ଗୋଟେ ଆସିବ ତାହେଲେ 9.99999 ଏମିତି ଯିବ। ଏବେ ମୁଁ ଯଦି 10x ମାଇନସ୍ x କରିବି ତାହେଲେ କେତେ ହେବ ନା 9.9999 ମାଇନସ୍ ଏକ୍ସଟା କେତେ ଅଛି ଏଇଟା ତାହେଲେ 0.99999 ଏମିତି ଅଛି। ଏଇଟା ମାଇନସ୍ କଲେ ଇଏ 999 ଇଏ 999 କଟିଗଲା ତାହେଲେ 9ରୁ 0 ଚାଲିଲେ 9 ତାହେଲେ 10x ରୁ x ଗଲେ କେତେ 9x 9x ସମାନ 9 x ସମାନ କେତେ ପାଇବି 9/9 ସମାନ 1 এটা RHS आंसर ମୁଁ ପାଇଗଲି। ଆମର क्वेश्चन सॉल्व ହେଇଗଲା। ତମେ ଖାଲି ବୁଝ ପାଠଟା କେମିତି ହେଲା। x ସମାନ ଯାହା ଦେଇଥିଲା ମୁଁ କହିଥିଲି ୟା ଉପରେ ବାର ମାନେ 0.999 x ସମାନ ମୁଁ ସେଇଟା ଧରଲି ତାପରେ 10x ଗୋଟେ 9 କୁ ମୁଁ ଏପଟକୁ ଆଣିଲି କ'ଣ ପାଇଁ ନା ଏଇ ଦୁଇଟାକୁ ମାଇନସ୍ କରିକି କାଟିବା ପାଇଁ ଏଇ ଇଏ ଯାହା ସମାନ କରି କାଟିବା ପାଇଁ ଗୋଟେ x କୁ ମୁଁ ଏପଟକୁ ଆଣିଲି ଏ ଗୋଟେ 9 କୁ ତାହେଲେ ଏବେ ଦେଖ ଦୁଇଟା 10x ରୁ x ନେଇ ନେଲି ତାହେଲେ କେତେ ହେବ 9x ହେଲା ଏଠି ମାଇନସ୍ କଲେ ଖାଲି 9 ରହିଲା ତାହେଲେ x ସମାନ 9/9 ତାହେଲେ 1 ଆଉ ଗୋଟେ କଲେ क्वेश्चन ବୁଝିପାରିବ ତମେ এটা ଲେଖ ଆଉ ଗୋଟେ क्वेश्चन କଲେ ତମେ ଆଉ ଟିକେ କ୍ଲିୟର ସେ ବୁଝିପାରିବ। ଏବେ 2i क्वेश्चन ଟା କରିବା 2i क्वेश्चन ଟା କରିବା ମୁଁ କହିଛି ଏ क्वेश्चन ଏ ଚैप्टर ର मेन टारगेट होची पॉइंट टू दशमी काढिबो दशमी रू पॉइंट केमती काढिबो ए चैप्टर रो मेन टारगेट से देखो 2i क्वेश्चन टा केमती करिबा 1.29 ऊपर 12 छु समान 1.3 एटा बोली तुमको प्रमाण करिया को हबो केमती करिया पुणी एटा LHS मन करो एटा LHS एटा RHS देखो LHS 1.29 ऊपर 12 हाँ अच्छे एटा अच्छे मन करो x समान ना x करनी रुआ टिके मते फास्ट को एटा को कोन लिखि परिबी 1.29 को हमें कोन आ लिखि परिबा हमें लिखि परिबा 1.29999999 खाली 9 ऊपर अछि देखो बार ताल 999 लिखि होबो ना नहीं लिखि होबो एबे कोन करिबा ना मु कहितली एई पटे जो गुडा बाहर अछि सेई गुडा केवल रहिबो जेमती देले हमें माइनस करले हमको सुविधा हो तो सेथि पई मु एठी कोन नेबी कहलो एठी x नेबिनी एठी 10x नेबी 10x समान ए जो एक पाक को दुईटा गुटे 0 आसी माने एपट गुटे संख्या एपट आसी ताले 1 2.99 ए दुईटा एपट आसीला 9999 ए देखो 999 हैला तो ये भी 99 एपटे अछि
ଆଉ ଗୋଟେ କ'ଣ କରିବାର ଅଛି ମୋତେ, ଆଉ ଗୋଟେ 99 କରିବାର ଅଛି। ତାହେଲେ କ'ଣ କରିବି, 100x ନେବି। 100x 1, ଏ 9ଟା ଏପଟକୁ ଗୋଟେ ଆସିଲେ 129 ପଏଣ୍ଟ କେତେ ହେବ, ସେଇ 9999999। ଏବେ କ'ଣ କରିବି, ଏବେ କ'ଣ କରିବା ନା 100x ମାଇନସ୍ 10x। ତୁମେ କହିବ ସାର୍ ଏଠି 10x କଲେ କ'ଣ ପାଇଁ, ଏଠି ତ ସବୁର ୟା ଆଗରୁ ନେଲେ x, ଏଠି 10x ନେଲେ କ'ଣ ପାଇଁ, ଏଠି 10x ଏଇ ପାଇଁ ନେଲି, ଦେଖ ଏଠି 9 ଆସିଥିଲା, ଏଠି ବି 9 ଅଛି, ତ ଆମେ ମାଇନସ୍ କଲେ ଦି ସାଇଡ୍ କଟିଯିବ। ଯଦି ମୁଁ ଏଠି ଖାଲି x ନେବି ତାହେଲେ ଏପଟକୁ 2 ଆସିଯିବ, ତୁମକୁ ପ୍ରୋବ୍ଲେମ୍ ହେବ କରିବା ପାଇଁ, ବୁଝିହେଲା, ସଲ୍ଭ କରିବା ପାଇଁ ପ୍ରୋବ୍ଲେମ୍ ହେବ ଖାଲି ଯଦି 2ଟା ଏପଟକୁ ପଳେଇ ଆସିଯିବ। ତ ସେଥିପାଇଁ x ନେଲି, ଏଠି 10x ନେଲି। ତମ ମେନ୍ ଟାର୍ଗେଟ୍ ହେଉଛି ଏପଟର ସମାନ ଦୁଇଟା ଜାଗାର ସେମ୍ କରିବ, 9 କରିବ, ମାନେ ଯେଉଁଟା ଥିବ ସେମ୍ ଜିନିଷଟା ରାଇଟ୍ ସାଇଡ଼୍ରେ ରଖିବ, ଯାହାଫଳରେ କି ତୁମକୁ ମାଇନସ୍ କରିବାରେ ଇଜି ହେବ। ତାହେଲେ 100x ମାଇନସ୍ 10x ସମାନ କେତେ ହେବ, ଦେଖ 100x ହେଇଛି 129.9999 ଏଇଟା ଅଛି। 10x କେତେ ଦେଇଛି, 12.9999999। ଏବେ ୟାକୁ ଯଦି ମୁଁ ମାଇନସ୍ କରିବି 100x ରୁ 10x ଗଲେ କେତେ ରହିବ, ଏଇଟା ରହିବ 19x ସମାନ। ଦେଖ এই ଯେଉଁ 999 ପଏଣ୍ଟ ଆଉ 999 ପଏଣ୍ଟ ଏ ଦୁଇଟା ସେମ୍ ଅଛି, ତାହେଲେ କଟିଗଲା। ତାହେଲେ 129ରୁ 12 ଆସିବ, ତାହେଲେ 9ରୁ 2 ଗଲେ କେତେ 7, ଏ 2 ଅଛି 1 ଆସିବ, ତାହେଲେ 1, ଇ 1 ଥିଲା 1, 117। ତାହେଲେ 19x ସମାନ 117, 90x ସମାନ 117। ତାହେଲେ x ସମାନ କେତେ ହେବ, 117/90ଟା ଗୁଣିକି ଅଛି, ଏପଟକୁ ଆସିଲେ ଭାଗ ହେଇଗଲା। ତାହେଲେ 117/90। ଦେଖିବ ଯଦି 117/90କୁ ତୁମେ କାଟିବ, ଫାଷ୍ଟ 3ରେ ମନେକର କାଟିବ, 3 3 9, 3 3 9, ଏ 0କୁ 0 ରହିଲା, ୟାକୁ କାଟିଲେ 3 3 9, 10 11 2 27, 3 9 27, ଏ ପୁଣି 3 କେ 3 0, 3 କେ 3, 3 3 9, ଦେଖ 13/10 ହେଲା, 13 କେତେ ହେଲା, 13/10। ମୁଁ ଇଏ ସମାନ କେତେ, 13/10 ସମାନ, এই 0 ତଳେ ଗୋଟେ ଅଛି, ମାନେ ଦଶମିକଟା କେତେଟା ଛାଡ଼ି ବସିବ, ଗୋଟେ ଛାଡ଼ି, ତାହେଲେ 1.3। এইটা হচ্ছে RHS পাইগলি, প্রুভ ହେଲା। LHS is equal to RHS, LHS is equal to RHS প্রুভ ହେଲା, ବୁଝିଲ। ତମର ମେନ୍ ଟାର୍ଗେଟ୍ ହେଉଛି ଏଇଠି 10x ନେବ ନା x ନେବ ସେଇଟା ଦେଖିବାର ଅଛି। ତମେ ଟାର୍ଗେଟ୍ କରିବ ଯେ ଏପଟେ ଯାହା ଅଛି RHS ର, ମାନେ ରାଇଟ୍ ସାଇଡ୍ର, ଏପଟେ ବି ରାଇଟ୍ ସାଇଡ୍ର ସେମ୍ କରିବା ପାଇଁ ଟ୍ରାଏ କରିବ, ତାହେଲେ ତାକୁ ମାଇନସ୍ କରତେ ସୁବିଧା ହେବ ତୁମକୁ, ବୁଝି ହେଉଛି କଥା। ଏବେ ଦେଖ, ଏବେ 3i ଟା ଦେଖ, ତମର ଯାହା ଡାଉଟ୍ ଅଛି ଆହୁରି କ୍ଲିୟର ହେଇପାରିବ। 3i ଟା ଦେଖ, 2.349 ଉପରେ ବାର ଅଛି, ସମାନ 2.35 ବି ପ୍ରୁଭ୍ କରିବା ପାଇଁ ସେ କହୁଛି। ମୁଁ କ'ଣ କରିବି, ଫାଷ୍ଟ ୟାକୁ LHS ନେବି, ୟାକୁ LHS, ୟାକୁ RHS। ତାହେଲେ LHS କେତେ ଦେଇଛି, 2.349 ଉପରେ 12। ମୋତେ କୁହ ଫାଷ୍ଟ ମୁଁ ୟାକୁ କ'ଣ ଲେଖିପାରିବି, ମୁଁ ୟାକୁ ଲେଖିପାରିବି 2.349 ଉପରେ ଖାଲି 12 ଅଛି, ମାନେ 99999999, ଏମିତି ଲେଖି ହବ ନା ନାଇଁ, ଲେଖି ହବ, ଲେଖି ହବ ସାର୍। ଏବେ ମନେକର ମୁଁ କ'ଣ କରିବି କହିଲ, ଫାଷ୍ଟ x ଧରିବି ନା 10x ଧରିବି ନା କ'ଣ ଧରିବି କୁହ, କିଏ କହିପାରିବ। ଦେଖ ମୁଁ କହିଥିଲି ତମକୁ ଯୋଉଟା ଉପରେ ବାର ଅଛି ମାନେ ତାକୁ କେବଳ ରଖିବା ପାଇଁ ଚେଷ୍ଟା କରିବ। ତାହେଲେ ମୁଁ ଏଠି ଧରିବି, ଦେଖ ବାର ଖାଲି ମୁଁ ଯଦି ରଖିବି ତାହେଲେ ଏଇ ଦୁଇଟାକୁ ମୋତେ ଏପଟକୁ ଆଣିବାର ଅଛି। ତାହେଲେ ଦୁଇଟା ଆଣିବି ମାନେ କେତେ କରିବି, 100x ସମାନ ଦୁଇଟା ଆସିବ, ତାହେଲେ 2.234 ପଏଣ୍ଟ ଦୁଇଟା ଏପଟକୁ ଆସିଲା, ପଏଣ୍ଟ ଏପଟକୁ 99999 ଏମିତି ହେଲା। ଏବେ କରିବି 1000x ସମାନ କେତେ କରିବି, ଗୋଟେ 9 ଏପଟକୁ ଆସିବ, ତାହେଲେ 2349 ପଏଣ୍ଟ
0.999999 ଏମିତି ହେବ ହଁ ନା ନାଇଁ? ଏଠି ପଏଣ୍ଟ ଅଛି, ବୁଝିହେଲା? ଏବେ ଦେଖ, ଏବେ ଦୁଇଟାକୁ ମାଇନାସ୍ କରିବି କ'ଣ 100 1000x ମାଇନାସ୍ 100x ସମାନ କେତେ ହେବ? 2349.99999 ଏମିତି ଅଛି। ଆଉ 100x କେତେ? 23 ଦେଖିବାଟା ଭୁଲ ଜାଗାରେ ହେଇଗଲା। 234.99999 ଦେଖ ମୁଁ ପଏଣ୍ଟଟା କେମିତି ଅଛି ଯେଉଁଠି ତା ପାଖାପାଖି କରିକି ଲେଖୁଛି, ମୋତେ ଇଜି ହେବ ମାଇନାସ୍ କରିବା ପାଇଁ, ବୁଝିଲା? ଏବେ ଯଦି ମୁଁ ଏଇଟା ମାଇନାସ୍ କରିବି 1000x ରୁ 100x ଗଲା କେତେ? 900x ସମାନ ଇଏ 999 ଇଏ 999 କଟିଗଲା। ଏବେ 9 ରୁ 4 ଗଲେ କେତେ? 5, 4 ରୁ 3 ଗଲେ 1, 3 ରୁ 2 ଗଲେ 1, 2 କୁ 2, ବୁଝିହେଲା? 901 ସମାନ 2115, 901 ସମାନ 2115, x ସମାନ କେତେ ଆସିବ ପିଲା? 2115 ବାଇ 900। ତାହେଲେ ୟାକୁ କାଟ, କେତେରେ କାଟିବ? ୟାକୁ 5ରେ କାଟ ଫାଷ୍ଟ, 3ରେ ତ କାଟି ହବ, ବାକି 5ରେ କାଟ, ଆଉ ଜଲ୍ଦି କାଟିବ। 5 କି 5, 6 ଆଉ ରହିଲା 4, 5 ଅଷ୍ଟାଙ୍ଗ 40, 0, 5 20, 21 1 11, 5 2 10 11 1 15, 5 3 15। ଏବେ କେତେରେ କାଟିବ? 4 3 7 8 9, ଏବେ 3ରେ କାଟିବ। 3ରେ କାଟିଲେ 6 3 18, 3 6 18, ଏ 0 ଗୋଟେ ରହିଲା, ଇଏ କାଟିଲେ 3 କେ 3, କେତେ ରହୁଛି? 1 ରହିଲା ୟା ପାଖରେ, 12, 3 12, 3 କେ 3, 141 ବାଇ 60, 141 ବାଇ 60 କୁ ପୁଣି 3ରେ କାଟିଲେ 3 2 6 0, ୟାକୁ 3ରେ କାଟିଲେ 3 12 13 14 2 21 3 7 21, ତାହେଲେ କେତେ ହେବ ଏଇଟା? 47 ବାଇ 20, 47 ବାଇ 20, 47 ବାଇ 20। ସେ କହିଥିଲା RHS କେତେ କହିଥିଲା କହିଲ? RHS 2.35 କହିଛି, 2.35 କହିଛି, RHS କହିଛି 2.35। ମୋତେ କୁହ ମୁଁ ଏଇଟାକୁ ଲେଖିପାରିବି 47 ବାଇ 2 ଇଣ୍ଟୁ 1/10 କରି ହବ ନା ନାଇଁ? ମୋତେ କୁହ। ଦେଖ 47ର 1 ଗୁଣିଲେ 47, 2ରେ 10 ଗୁଣିଲେ କେତେ? 20। ମୁଁ ଏଇଟା ତୁମକୁ ସେଇ ସଲ୍ଭଟା କାଟିକି ଡାଇରେକ୍ଟ ବି ତୁମେ କାଟିକି କରିପାରିବ। 20ରେ 47କୁ ଯଦି ଭାଗ କରିବ କରିପାରିବ, କିନ୍ତୁ ମୁଁ ଏଠି 20 ନ କରିକି 2ରେ କରୁଛି, ସେଇପାଇଁ କଲି। ତ 2ରେ ୟାକୁ କାଟିଲେ କେତେ ହେବ? 2 2 4, 2 3 6, 10 ଏମିକି ଆସିବ, 1 ଆସିବ, 2 5 10, ଏଇଟା ଆସିବ। 2ରେ କାଟିଲେ 47କୁ। ଏବେ ଦେଖ ଏଠି 10 ଅଛି, ତଳେ 10 ଅଛି, ଗୁଣିକି ଅଛି ମାନେ ଏ ତଳେ ଅଛି, ତାହେଲେ ତଳେ 10 ଅଛି, ତାହେଲେ କେତେଟା ଶୂନ ଛାଡ଼ିକି ଦଶମୀ ବସିବ? ନା ଗୋଟେ ସଂଖ୍ୟା ଛାଡ଼ିକି ଦଶମୀ ବସିବ, ତାହେଲେ 2.35। ଏଠି ଗୋଟେ ଛାଡ଼ିକି ଥିଲା, ତାହେଲେ ଆଉ ଗୋଟେ ଛାଡ଼ିକି ବସିବ, ତାହେଲେ 3ଟା ଏପଟକୁ ଆସିଲା 2.35। ଏ 10ରେ ଯେତେବେଳେ କାଟିବ ୟାକୁ, ବୁଝିଲା? ଏଇଟା ହେଉଛି ଆନ୍ସର। ଫାଷ୍ଟ ଏଇଗୁଡ଼ା ତୁମେ ବୁଝ, ଏଇଟା କେମିତି ହେଉଛି ଯେ 10ରେ ତୁମେ ଯଦି ଖାଲି ମୁଁ ଲେଖୁଛି ତୁମେ ଦେଖିକି 10ରେ ତ ପଏଣ୍ଟ ଆସିଲା ନା, ସେମିତି ନୁହଁ। ତଳେ 10 ଅଛି ମାନେ ମନେକର 23.5 ଇଣ୍ଟୁ 1/10 ଅଛି, ତାହେଲେ ଏଇଟା ତ ଏଇଟା 2.35 କେମିତି ଆସୁଛି ଦେଖ ନା, ମୁଁ ଏଇଟାକୁ ଲେଖିପାରିବି କ'ଣ କହିଲ? 235/10 କରିହେବ ଇଣ୍ଟୁ 10, 1/100 ଥିଲା, 10 ଥିଲା 10। ଦେଖ 10ରେ 10 ଗୁଣିଲେ କେତେ? 100 ହେଇଯିବ, ତାହେଲେ 235ରେ 1 ଗୁଣିଲେ 235 ବାଇ 10ରେ 10 ଗୁଣିଲେ 100।
এটা বুঝିବା ପାଇଁ କହୁଛି, ଏଟା ଆନ୍ସର ତ ପାଇଗଲ, ଏଟା ବୁଝିବା ପାଇଁ। ଏବେ ଦେଖ 2ଟା ଶୂନ, ତାହେଲେ 2ଟା ଶୂନ 2ଟା ସଂଖ୍ୟା ଛାଡ଼ି ଦଶମିକ 2.35 2.3 ବୁଝି ହଉଛି। ତମେ ଏଇ ଛୋଟିଆ ଛୋଟିଆ ଜିନିଷ ଜାଣିଥିଲେ ତୁମକୁ ଇଜି ହବ, ନହେଲେ ତୁମେ ଏଟା ଦଶମିକ କେମିତି ଆସିଲା, ଏଠି କେମିତି ଗୋଟେ ଛାଡ଼ିକି ବସୁଛି, ଏମିତି 2ଟା ସଂଖ୍ୟାର 0 ରହିଲେ 2ଟା ଛାଡ଼ିକି ବସିବ। ତାହେଲେ କେତେ ନମ୍ବର ସରିଲା? 18 ନମ୍ବର 3i ସରିଲା। 18 ନମ୍ବର 3i ସରିଲା। ତାହେଲେ এই 18 নম্বর যা ଥାଉ, ତମେ ଫାଷ୍ଟ ଏ 18 ନମ୍ବର ଯା ଦେଖ। ତମ 18 ନମ୍ବର ଯାର ମୁଣ୍ଡ ତ ବୁଲେଇଥିବ ମୁଁ ଜାଣିଛି। 18 ନମ୍ବର ଯା ଫୁଲ ଦେଖିବନି, ଅଳ୍ପ ଅଳ୍ପ କରିକି ଦେଖିବ। ଆଉ ଯୋଉଠି ଡାଉଟ୍ ହେଲା ମତେ ପଚାରିବ କ୍ଲାସରେ, ମୁଁ ଯୋଉ କ୍ଲାସ ନେବି ଯେତେବେଳେ। ଏ 19 ନମ୍ବର ପାଖରୁ 19 ନମ୍ବର ପାଖରୁ ଆମେ ନେକ୍ସଟ କ୍ଲାସରେ କରିବା। 19 ଆଉ 20 ନେକ୍ସଟ କ୍ଲାସରେ କରିବା। 19 20 ସର୍ଟ କ୍ୱେଶ୍ଚନ, ଆଉ ଯୋଉ 3ଟା ଛାଡ଼ିଗଲେ ସେଟା ନେକ୍ସଟ କ୍ଲାସରେ ମୁଁ ବୁଝେଇଦେବି। ବୁଝିହେଲା? ଥ୍ୟାଙ୍କ ୟୁ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।